ସାର୍ ଆପଣ ଜଣେ ଆଙ୍କର ହିସାବରେ ପାଦ ଦେଲେ, ତାପରେ ଜଣେ ଆକ୍ଟର ହେଲେ, ତାପରେ ଡିରେକ୍ଟର ହେଲେ। ଡିରେକ୍ଟରକୁ ଆଜ୍ ଏ ପ୍ରଫେସନ କାହିଁକି ଚୁଜ୍ କଲେ, ଏ ଦୁଇଟା କାହିଁକି ଛାଡ଼ିଦେଲେ? ଆମେ ଯଦି ପ୍ରତ୍ୟେକଟି ଫିଲ୍ଡରେ ଆକ୍ଟର ହବା, ଡିରେକ୍ଟର ମାନଙ୍କ ସଂସ୍ପର୍ଶରେ ଆମେ ଆସିପାରିବା। ସାର୍ ଆପଣଙ୍କ କନସେପ୍ଟ ଟିକେ ୟୁନିକ୍, ଯେମିତି ଗୋଟେ ଡେଲିଭରି ବୟ କହିଲେ, ମୋଟର ସାଇକେଲ ଗୋଟେ ଯୌତୁକ ପ୍ରଥାକୁ ନେଇ କହିଲେ, ଏବେ ଗୋଟେ ମୁଭି ଆଣିଛନ୍ତି କାଙ୍ଗୁଲା। ଇଟ୍ସ ଏ କମ୍ପ୍ଲିଟଲି ଫ୍ୟାମିଲି ପ୍ୟାକ୍ଡ ଫିଲ୍ମ। ଲୋକମାନଙ୍କୁ ମଜା ଲାଗିବ। କୋଉ ଭଳିଆ ସ୍କ୍ରିପ୍ଟ ଚୁଜ୍ କରନ୍ତି? ଗୋଟେ ସବଜେକ୍ଟ ହଉ କି କଣ୍ଟେଣ୍ଟ ମତେ ଲାଗିବା ଦରକାର। ଆପଣଙ୍କ ପାଇଁ ମୁଭିଟା ଆକ୍ଚୁଆଲି କ'ଣ? ସିନେମା ହଉଛି ମା। ଯେ ସେଇ ଟାଇମରେ ଗୋଟେ ବଲିଉଡ ମୁଭି ରିଲିଜ ହେଇଗଲା, ସେଇ ଟାଇମରେ ଓଡ଼ିଆ ସିନେମାକୁ ଚାନ୍ସ ଦିଆଯାଏନି, ସେଇଟା ସେ ସତ କଥା। ଆମେ ଯଦି ଭଲ କାମ ଆମେ କରିନଥିବା, ଦିସ୍ ଇଜ ଦ ଫ୍ୟାକ୍ଟ। ରିମେକ୍ କଲେ ସତ, କିନ୍ତୁ ରିମେକ୍‌ଟାକୁ ପ୍ରପର କରିପାରିଲେ। ଯୋଉଟା କି ଦେଖିଲେ ହସ ମାଡ଼ିବ, ସେଭଳି କଣ୍ଟେଣ୍ଟକୁ ବି ହଲରେ ଯାଇକି ଦେଖିକି ସିନେମାକୁ ହିଟ୍ କରେଇଛନ୍ତି। ପ୍ରଡ୍ୟୁସର ଇନଭେଷ୍ଟ କରିବାକୁ ଚାହିଁନାହାନ୍ତି ଓଡ଼ିଆ ମୁଭିରେ। କିନ୍ତୁ ମଝିରେ ଯୋଉ ପିରିୟଡ଼ ଥିଲା, ଓଡ଼ିଶାରେ ଜାଣିଥିଲେ ଆମେ 100% ଲସ୍ ହିଁ କରିବୁ। ଯେତେବେଳେ ସୀତା ମୁଭି ଆପଣ କରିଥିଲେ, ଆଜ୍ଞା। ଆପଣ ଭାବିଥିଲେ କି ଓଡ଼ିଆ ଲୋକ ଆକୁ ଏନ୍‌ଜୟ କରିବେ ନା ଟିକେ ଡିପ୍ରେସ୍ଡ ହେଇକି ଯିବେ? ଗଭର୍ଣ୍ଣମେଣ୍ଟର ବି ମତେ ଲାଗେ ଯେ ପ୍ରେସର ଥିଲା ବୋଧେ, ତାକୁ ବହୁତ ଦିନ ହୋଲ୍ଡ କରିଦେଲେ ସେ ଫିଲ୍ମ। ତ ଆମେ ଏଣ୍ଟରଟେନମେଣ୍ଟ ଆଉ ଟିକେ ଫାଇଦା ପାଇଁ ବହୁତ କିଛି ମୁଭି ଦେଖୁ, ବହୁତ ରଙ୍ଗ ମେସେଜେସ୍ ଯାଏ। ଏଣ୍ଟରଟେନମେଣ୍ଟ ପ୍ଲସ୍ ବିଜନେସ୍। ଆମେ ଏଣ୍ଟରଟେନମେଣ୍ଟ ବି ଦେବୁ, ତା ସହିତ ବିଜନେସ୍ ଡବଲ କରିକି ନେବୁ। ଏବେକା ଯୋଉ ଆକ୍ଟର୍ସ ମାନେ ଅଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେଇଯିବେ। ମୁଁ ଭଲ ଆକ୍ଟିଂ କରୁଥିବି କିନ୍ତୁ ଆଉ କିଛି ଗୁଣ ନଥିବ, ତାହେଲେ ତାକୁ ଭଲ ଆକ୍ଟର କୁହାଯାଏନି। ଡାର୍କ ସାଇଡ୍ କ'ଣ ଅଛି ଜଣେ ଡିରେକ୍ଟରଙ୍କର? ଲୋକ ଭାବନ୍ତି ଡିରେକ୍ଟର ସୁଟିଂ ସରିଗଲେ ତାଙ୍କ କାମ ସରିଯାଏ। ଯେମିତି ଡେଲିଭରି ବୟ ପୂର୍ବରୁ ଗୋଟେ ମୁଭି ରିଲିଜ ହେଇଥିଲା କପିଲ ଶର୍ମାଙ୍କର। କିନ୍ତୁ ଆପଣ ବିଲିଭ୍ କରିବେନି, ଓଡ଼ିଶାରେ ଜୁଗାଟୋ ଯିଏକି ଇନକମ୍ କରିଥିଲା ଜମା 4 ଲକ୍ଷ ଟଙ୍କା, ଆଉ ଆଟ୍ ଦ ସେମ୍ ଟାଇମ୍ ଡେଲିଭରି ବୟ ଯେତେବେଳେ ଓଡ଼ିଶାରେ ଇନକମ୍ କରିଥିଲା 28 ଲାକ୍ସ। କେବେ କ୍ରିକେଟ ସିଜନକୁ ଆନାଲାଇଜ କରିଛନ୍ତି? ଏଥିରେ ଯଦି ମୁଁ ସମୟ ଦେବି, ମୁଁ ଫିଲ୍ମକୁ କେତେବେଳେ ସମୟ ଦେବି? ନମସ୍କାର ସାର୍, ବେଷ୍ଟ ଇନ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ଥ୍ୟାଙ୍କ ୟୁ। ଏତିକି କହିବି, ଆପଣଙ୍କର ପୋଡକାଷ୍ଟ ମୁଁ ଦେଖିଥିଲି, ବହୁତ ବଢିଆ କରୁଛନ୍ତି ଆପଣମାନେ। ଥ୍ୟାଙ୍କ ୟୁ ସୋ ମଚ୍। ଆପଣଙ୍କ ଆଗରେ ମୁଁ ଟିକେ ନର୍ଭସ୍ ଅଛି, କାହିଁକି ଆପଣ ଏତେ ବର୍ଷ କ୍ୟାରିୟର ଆଙ୍କରିଂ କରିଛନ୍ତି, ଏତେ ବର୍ଷ କ୍ୟାରିୟର ଆପଣ ହୋଷ୍ଟ କରିଛନ୍ତି ଅନ୍ୟମାନଙ୍କୁ, ବଡ଼ ବଡ଼ କଳାକାରମାନଙ୍କୁ। ସୋ ମୁଁ ଆଜି ଆଜ୍ ଏ ହୋଷ୍ଟ ବସିନି, ମୁଁ ଆଜି ଜିଜ୍ଞାସୁ ବସିଛି। ଆଚ୍ଛା। ବହୁତ କିଛି ଆପଣଙ୍କ ଠାରୁ ଶିଖିବି, ଜାଣିବି ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ, କାହିଁକି ମୋତେ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ବହୁତ କିଛି ନଲେଜ ନାହିଁ। ଓକେ ଓକେ। ସାର୍ ଆପଣ ଜଣେ ଆଙ୍କର ହିସାବରେ ପାଦ ଦେଲେ, ହୁଁ ହୁଁ। ତାପରେ ଜଣେ ଆକ୍ଟର ହେଲେ, ତାପରେ ଡିରେକ୍ଟର ହେଲେ। ଫର୍ଷ୍ଟ କଥା କହିବାକୁ ଚାହୁଁଛି, ମୁଁ ଆପଣଙ୍କ ଆକ୍ଟିଂ ଦେଖିଛି। ଆକ୍ଟିଂ ଆପଣ ବହୁତ ଭଲ କରନ୍ତି, ଆଙ୍କରିଂ ଆପଣ ବହୁତ ଭଲ କରନ୍ତି। ଆପଣଙ୍କ ଡିରେକ୍ଟେଡ ମୁଭି ଡେଲିଭରି ବୟ ଦେଖିବାକୁ ଯାଇଥିଲି, ବହୁତ ଭଲ ଥିଲା। ଡିରେକ୍ଟରକୁ ଆଜ୍ ଏ ପ୍ରଫେସନ କାହିଁକି ଚୁଜ୍ କଲେ, ଏ ଦୁଇଟା କାହିଁକି ଛାଡ଼ିଦେଲେ? ଡିରେକ୍ଟରଟା ଆକ୍ଚୁଆଲି ମୋର ପ୍ୟାସନ ଆରମ୍ଭରୁ ହିଁ ଥିଲା ଡିରେକ୍ଟର ହବାର। ତା ଭିତରେ ଆଙ୍କରିଂ ଟା ବାଇଚାନ୍ସ ମାନେ ମତେ ଅଫର ମିଳିଲା। ଆଉ ଯେତେବେଳେ ଅଫର ମିଳିଲା, ମୁଁ କହିଲି ଚାଲ, ମାନେ ଆଟଲିଷ୍ଟ ନିଜ ଏମ୍‌ରେ ପହଞ୍ଚିବା ପୂର୍ବରୁ କିଛି ତ ଗୋଟେ ପ୍ରପରଲି ଚାଲିଥାଉ। ତାପରେ ସେଟା ବହୁତ ଭଲ ଭାବେ ଭଗବାନଙ୍କ କୃପାରୁ ଚାଲିଲା। ତାପରେ ଆକ୍ଟିଂରେ, ଆକ୍ଟିଂଟା ହଉଛି ଗୋଟେ କଥା କଣ କି, ସବୁ ଜିନିଷରେ ମତେ ଲାଗେ ଯେ ଆମେ ଯଦି ପ୍ରତ୍ୟେକଟି ଫିଲ୍ଡରେ ଆକ୍ଟର ହବା, ତ ଭେରାଇଟି ଡିରେକ୍ଟର ମାନଙ୍କ ସଂସ୍ପର୍ଶରେ ଆମେ ଆସିପାରିବା। ତ ଡିରେକ୍ଟର ମାନଙ୍କ ସଂସ୍ପର୍ଶରେ ଆସିଲେ ପ୍ରତ୍ୟେକଟି ଡିରେକ୍ଟରଙ୍କର ଷ୍ଟାଇଲ ଅଫ ୱାର୍କ ଆମେ ଜାଣିବାକୁ ପାଇବା। ତ ସେଇ ପଏଣ୍ଟ ଅଫ ମୁଁ କିଛି କିଛି ଜାଗାରେ ଆକ୍ଟିଂ ବି କରିଥିଲି। ତାପରେ ସୁଯୋଗ ମିଳିଲା ଯେତେବେଳେ ଡିରେକ୍ସନର, ତାପରେ ଡିରେକ୍ସନ ଦେଲି। କିନ୍ତୁ ଆଜ୍ ଏ ଆକ୍ଟର ଟିକେ ଡିରେକ୍ଟର ହବା କଷ୍ଟ ହେଇଯାଇନି? ଏଇ ଆକ୍ଟିଂଟା ଆପଣ ଯୋଉଟା ଭାବିଛନ୍ତି ସେଭଳିଆ ଯଦି ଜଣେ ଆକ୍ଟର କରିପାରୁନାହାନ୍ତି, ଆଠାରୁ ତ ବେଟର ମୁଁ କରିଦେବି, ମୁଁ ହିଁ ଯାଇକି କରିଦେବି ସେ ଆକ୍ଟିଂଟା। ନା ନା, ଆମର ଓଡ଼ିଶାରେ ବହୁତ ଭଲ ଭଲ ଆକ୍ଟର ଅଛନ୍ତି, ବହୁତ ଭଲ ଭଲ ପରଫର୍ମ କରୁଛନ୍ତି। ଡିପେଣ୍ଡ କରେ ସେଟା ଡିରେକ୍ଟରଙ୍କ ଉପରେ, ଡିରେକ୍ଟର ତାଙ୍କୁ କେମିତି ଗାଇଡ କରୁଛନ୍ତି। ତ ସେଥିଲାଗି ଆକ୍ଟର ବାଛିବା ପୂର୍ବରୁ ଆମେ ମ୍ୟାକ୍ସିମମ୍ ଜାଗାରେ ଚେଷ୍ଟା କରୁ କି ଏମିତି ଗୋଟେ ଆକ୍ଟର ନବୁ ଯିଏକି ଫ୍ରିଡମ ଥିବ, ମାନେ ଖୋଲା ବହିଟେ ଥିବ। ଆମେ ଯେମିତି ଚାହିଁବୁ ତାକୁ ସେମିତି ଆକ୍ଟିଂରେ, ପରଫର୍ମରେ ୟୁଟିଲାଇଜ କରେଇ ପାରିବୁ। ସୋ ଦ୍ୟାଟ କି ବେନିଫିଟ ହୁଏ। ବହୁତ ଗୁଡେ ଆକ୍ଟର୍ସ ବହୁତ କମ୍ଫର୍ଟେବଲ ଥାନ୍ତି। ଆଉ ତାପରେ ବର୍ତ୍ତମାନ, ଆଗରୁ ଯେମିତି ଗୋଟେ ସମସ୍ୟା ଥିଲା, ଏବେ ଧୀରେ ଧୀରେ ସେ ସମସ୍ୟା ମାନେ ପ୍ରୋବ୍ଲେମର ସଲ୍ଭ ହେଲାଣି। ବହୁତ ଗୁଡିଏ ଭଲ ଭଲ ଆକ୍ଟର୍ସ, ବହୁତ ଗୁଡିଏ ଥିଏଟର ଆର୍ଟିଷ୍ଟ ବର୍ତ୍ତମାନ ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲେଣି, ଆଉ ବହୁତ ଭଲ ପରଫର୍ମ ବି ସମସ୍ତେ କରୁଛନ୍ତି। ସାର୍ ଆଜି ମୁଁ ସକାଳୁ ଦେଖୁଥିଲି କହିଦେରେ କାଳିଆ ଭଜନଟି। ଆଜ୍ଞା ଆଜ୍ଞା। କେତେ ସୁନ୍ଦର ଆକ୍ଟିଂ ଆପଣଙ୍କର, ମାନେ ଦେଖିକି ମନ ହିଁ ଭରିଗଲା, ଆଖିରେ ଲୁହ ଆସିଗଲା। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଆଜ୍ ଏ ଡିରେକ୍ଟର ଆପଣଙ୍କୁ ଆମେ ଭଲ ଡିରେକ୍ଟର ହିସାବରେ ପାଇଲୁ, କିନ୍ତୁ ଗୋଟେ ଭଲ ଆକ୍ଟର ଆମେ ହଜେଇ ଦେଲୁ କି? ନାଇଁ ନାଇଁ, ସେମିତି ନାଇଁ। କେବେ ଯଦି ମାନେ ମୁଁ
ଚେଷ୍ଟା କରିବି ଯୋଉଥିରେ ମୁଁ ନିଜେ ଡିରେକ୍ଟର ନଥିବି ସେଥିରେ ମୁଁ ଡେଫିନେଟଲି ଆକ୍ଟିଂ କରିବି। ମାନେ ଅନ୍ୟ ଡିରେକ୍ଟର ମାନେ ଯଦି ସୁଯୋଗ ଦେବେ ମତେ ତାହେଲେ ମୁଁ ଆକ୍ଟିଂ କରିବି। ବଟ୍ ନିଜେ ଡିରେକ୍ଟର ହେଇ ନିଜେ ଆକ୍ଟିଂଟା ମତେ ଲାଗେ ଯେ ବର୍ତ୍ତମାନ କେସ୍‌ରେ ବହୁତ ଡିଫିକଲ୍ଟ ବିକଜ୍ ବହୁତ ଗୁଡ଼ିଏ ଫ୍ରେମ୍ସ ହେଲା ମାନେ ଏକ୍ସପ୍ରେସନ୍ସ ବହୁତ ଜିନିଷ ଜଗିବାକୁ ଥାଏ। ତେଣୁ ବର୍ତ୍ତମାନ 2 ଟା ଆଟ୍ ଏ ଟାଇମ୍ କଲେ ମେ ବି କୋଉଟା ଲାକୁନା ରହିଯାଇପାରେ। ସେଥିଲାଗି ମୁଁ ଆକ୍ଟିଂ କରୁନି। ଆଚ୍ଛା। ସାର୍ ଆପଣ ଡିରେକ୍ଟର ହେଲା ପରେ ଆପଣଙ୍କୁ ଅଫର୍ ଆସିନି କି ଆସନ୍ତୁ ଗୋଟେ ଆକ୍ଟିଂ କରିଦେବେ, ଏଇ ହଁ, 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 କ୍ୟାରେକ୍ଟରଟା ହଁ। ଆପଣଙ୍କ ପାଇଁ ଭଲ ଆସିଛି ଲାଗେ? ଫିଲ୍ମରେ ବି ଆସିଛି। 1-2 ଟା ଜାଗାରେ ଆସିଛି ଏମିତି କରିଛି। ହୁଁ। ମଝିରେ ଆସିଥିଲା ଚନ୍ଦ୍ରବଂଶୀ ଗୋଟେ ଫିଲ୍ମ ଥିଲା। ଆଚ୍ଛା। ତାଙ୍କର ଆସିଥିଲା ଏମିତି ଆସିଛି। ବହୁତ କମ୍ ଆସିଛି କିନ୍ତୁ ଆସିଛି। ସାର୍ ଆପଣଙ୍କର ଡେଲିଭରି ବୟ ମୁଭି ମୁଁ ଦେଖିବାକୁ ଯାଇଥିଲି ଆଉ ବହୁତ ଭଲ ହେଇଥିଲା ମୁଭି। ଆଉ ବହୁତ ଲୋକପ୍ରିୟ ହେଇଥିଲା। ଆପଣ ଟିକେ ପୂର୍ବରୁ କହୁଥିଲେ ଅଫ୍ କ୍ୟାମେରା ଟାକ୍ସ ବି ଫ୍ରି କରିଦେଇଥିଲେ ଆଜ୍ଞା, ଆଜ୍ଞା। ଗଭର୍ନମେଣ୍ଟ। କନସେପ୍ଟଟା ଆପଣ କାହିଁକି ଭାବିଲେ କି ଲୋକ ଆପଣ କେମିତି ଚୁଜ୍ କଲେ କନସେପ୍ଟ? ହଁ, ମୋ ହିସାବରେ ସବଜେକ୍ଟଟା ଆମେ ଏମିତି ଆଣିବା ଦରକାର ଯୋଉଟାକି ଓଡ଼ିଶାରେ ହଉ କି ଇଣ୍ଡିଆନ୍ ଲେଭେଲରେ ହଉ ଏମିତି କଣ୍ଟେଣ୍ଟ କେହି ଟଚ୍ କରିନଥିବେ। ହୁଁ, ଆଉ ଏମିତି ଗୋଟେ କଣ୍ଟେଣ୍ଟ ଯୋଉଟାକି ଲୁଚି ଯାଉଥିବ। ଯୋଉ ହୁଁ, କଣ୍ଟେଣ୍ଟ ଲୋକ ନୂଆ ଦେଖିବାକୁ ପାଇବେ। ଆପଣ ମୋର ପ୍ରତ୍ୟେକଟି କଣ୍ଟେଣ୍ଟ ଦେଖନ୍ତୁ ସବୁ କଣ୍ଟେଣ୍ଟରେ ଗୋଟେ ନୂଆ କଥାଟେ ଥିବ। ହୁଁ, ଆଉ ଏମିତି ନୁହେଁ ଯେ ଜଷ୍ଟ ଆସିଲେ ଲୋକ ଆସିଲେ ଫିଲ୍ମ ଦେଖିଲେ ଭୁଲିଯିବେ ପଳେଇଯିବେ। ହୁଁ, ତ ଡେଲିଭରି ବୟ ପାର୍ଟ 1 ଦେଖନ୍ତୁ ତା ଦେହରେ ଜିସ୍ ଥିଲା ଗାଡ଼ି ଜଲ୍ଦି ଚଲେଇକି ଆମେ ଫୁଡ୍ ଡେଲିଭରି ପର୍ସନ୍ସ ଅ, ମାନେ ପଇସା ଅଧିକ ଇଏ ପାଇଁ କି ନିଜ ଜୀବନଟା ବାଜି ଲଗେଇ ଦଉଛେ। ହୁଁ, କଣ ମିଳୁଛି ତା ଦେହରୁ? ପରିବାରଟା ହଇରାଣ ହଉଛି। ହୁଁ, ତ ସ୍ପିଡ୍ ବାଇକିଂକୁ ନେଇକି ଥିଲା। ମାନେ ମେଜର ଜିଷ୍ଟ କଥା ମୁଁ ହୁଁ, କହୁଛି। ତାପରେ ସେକେଣ୍ଡ ଯଦି ମୁଁ କହିବି ସୀତା କଥା, ସୀତାରେ ଗୋଟେ ଫାର୍ମିଂ ଉପରେ ଥିଲା। ହୁଁ। ତାପରେ ପ୍ରତ୍ୟେକଟି ସବଜେକ୍ଟରେ ମାନେ ଏବେ ଇଭେନ୍ ଡେଲିଭରି ମୋଟରସାଇକେଲ ମୋଟରସାଇକେଲ ଗୋଟେ ଯୌତୁକ ପ୍ରଥାକୁ ନେଇ କଥାଟେ ହୁଁ, ଥିଲା। ତ ସବୁଥିରେ ଗୋଟେ ଗୋଟେ ଜିଷ୍ଟ ଅଛି ଯୋଉଟା କି ଲୋକ ଫିଲ୍ମ ଦେଖିବେ। ଫିଲ୍ମ ଏନ୍ଜୟ କରିବେ। ହୁଁ, ଆଉ ତା ସହିତ ଗୋଟେ ଭଲ କଥାଟେ ମାଇଣ୍ଡକୁ ନେଇକି ଘରକୁ ଫେରିବେ। ହୁଁ। ସାର୍ ମୁଁ ଗୋଟେ କ୍ୱେଶ୍ଚନ୍ ପଚାରିବି, ଆଜ୍ଞା। ଯୋଉଟା ବହୁତ ଜଣ ପଚାରୁଛନ୍ତି ତଥାପି ମୁଁ ପଚାରିବି। ମୁଁ ମୋ ଅନୁଭୂତିରୁ ପଚାରିବି। ଯେତେବେଳେ 16-17 ମସିହାରେ ଆମେ ମୁଭି ହଲ୍ ଯାଉଥିଲୁ, ଆମକୁ ଇଚ୍ଛା ହଉନଥିଲା। ମୁଁ ତ ପର୍ସନାଲି କହୁଛି 2-3 ଟା ମୁଭି ଦେଖିବାକୁ ଗଲି। ତାପରେ ମତେ ଲାଗିଲା ନାଇଁ ଏଇଟା ତ ମୁଁ ସାଉଥରେ ଦେଖି ସାରିଛି। ଆଉ ମୁଁ ଯେତେବେଳେ ରବି ତେଜାଙ୍କ ଆକ୍ଟିଂ ସହିତ ଆମ ଆକ୍ଟିଂ କମ୍ପେୟାର କଲି ମତେ ଟିକେ ଭଲ ଲାଗିଲାନି। ତାପରେ ଗଲିନି। କିନ୍ତୁ ଯୋଉ ଟାଇମରେ ଆପଣ ଡେଲିଭରି ବୟ ରିଲିଜ କଲେ, ସେ ଟାଇମରେ ଦମନ ବି ରିଲିଜ ହେଲା, ପ୍ରତୀକ୍ଷା ବି ରିଲିଜ ହେଲା। ଆମେ ବ୍ୟାକ୍ ଟୁ ବ୍ୟାକ୍ ମୁଭି ହଲ୍ ଆଡକୁ ଆଟ୍ରାକ୍ଟ ହେଇଗଲୁ। ଏବେ ରିସେଣ୍ଟଲି ମୁଁ ବରବଧୁ ଦେଖିକି ଆସିଲି। ମଝିରେ ଏଇ ଯୋଉ ଗ୍ୟାପଟା କାହିଁକି ଆସିଗଲା? ଦେଖନ୍ତୁ ଆପଣ ସିନା ମଝିରେ କହୁଛନ୍ତି ଗ୍ୟାପ୍। ଗ୍ୟାପ୍ ତ କେବେଠୁ ଥିଲା। ଏବେ ଯୋଉ ରିମେକ୍ କଥା ଆପଣ ହୁଁ, କହୁଛନ୍ତି, ହୁଁ, ରିମେକ୍ ତ କେବେଠୁ ଚାଲିଥିଲା। ଆଗରୁ ବି ରିମେକ୍ ହଉଥିଲା। ଆଗ ଆଉ ମଝି ପିରିୟଡର ଫରକ ଏତିକି ଆଗର ଯୋଉ ରିମେକ୍ ଗୁଡା ହଉଥିଲା ସେମାନେ ପ୍ରପରଲି କରୁଥିଲେ। ହୁଁ, ମାନେ ହଁ, 1 ରେ ପ୍ରପରଲି କରୁଥିଲେ, 2 ରେ ସେତେବେଳେ ଯୋଉ ମାନେ ସାଉଥ ସିନେମା ହେଲା, ହିନ୍ଦୀ ସିନେମା ହେଲା, ସେସବୁ ସିନେମା ଲୋକ ଦେଖିବାକୁ ପାଉନଥିଲେ। ହୁଁ, ଆଉ ସେତେବେଳେ ସେ ସବୁ ସିନେମା ଗୁଡା ଆମକୁ ନୂଆ ଲାଗୁଥିଲା। ହୁଁ, ଆପଣ ଯେକୌଣସି ପୁରୁଣା ଏନି ପୁରୁଣା ଓଡ଼ିଆ ଫିଲ୍ମରେ ହାତ ମାରିଦେବେ, ସେଟା ଦେଖିବେ କିଛି ନା କିଛି କୋଉ ଗୋଟେ ଫିଲ୍ମର ରିମେକ୍ ହେଇଥିବ। ହୁଁ, ଆମର ସିନିୟର ଡିରେକ୍ଟର ମାନେ ଯୋଉଟା କରିଆସିଛନ୍ତି। କିନ୍ତୁ ହୁଁ, ପରେ ପରେ କଣ ହେଲା, ସେ ଜିନିଷକୁ ୟୁଜ୍ ଟୁ ହେଇକି ତାପରେ ସମୟ ଚେଞ୍ଜ ହେଲା, ଟାଇମ୍ ଚେଞ୍ଜ ହେଲା। ଟାଇମ୍ ଚେଞ୍ଜ ହବା ସହିତ ବର୍ତ୍ତମାନ ଆ ଅନେକ ଗୁଡ଼ିଏ ଫିଲ୍ମସର ଯୋଉ ରିମେକ୍ କରୁଥିଲେ କି ପୁରୁଣା ଡିରେକ୍ଟର ମାନେ ଚାଲିଗଲେ। ତାପରେ ହୁଁ, କିଛି ନୂଆ ଡିରେକ୍ଟର ଆସିଲେ। ତ ନୂଆ ଡିରେକ୍ଟର ମାନେ ରିମେକ୍‌ର ପ୍ରୋସେସଟାକୁ ଠିକରେ କରିପାରିଲେନି। ହୁଁ, ଆଟ୍ ଦ ସେମ୍ ଟାଇମ୍ ଲୋକମାନେ ସେଭଳି ଫିଲ୍ମ ସବୁ ୟୁଟ୍ୟୁବରେ ପାଇଲେ, ସିଡିଜ୍ ମାଧ୍ୟମରେ ପାଇଲେ। ହୁଁ, ତ ଧୀରେ ଧୀରେ ତା ଲୋକପ୍ରିୟତା କମିଲା। ସବୁ ଟାଇମ୍ ପିରିୟଡର କଥା। ବର୍ତ୍ତମାନ ଟାଇମ୍ ଆସିଲା ଆମେ ଓରିଜିନାଲ କଣ୍ଟେଣ୍ଟକୁ ନେଇ କରୁଛେ। ହୁଁ, ତ ବର୍ତ୍ତମାନ ଏଇ ଯୋଉ ପିରିୟଡଟା ଗୋଟେ 5-6 ଇୟର୍ସ ଚାଲିବ। 6 ଇୟର୍ସ ପରେ ସବୁ ଆସିବ ଇମାଜିନାରୀ କଣ୍ଟେଣ୍ଟ। ମାନେ ହୁଁ, ଆଫ୍ଟର 6 ହୁଁ, ଇୟର୍ସ କଥା ହୁଁ, କହୁଛି। ଲୋକ ହୁଁ। ଭାବି ନଥିବା ଏମିତି କିଛି କଣ୍ଟେଣ୍ଟ ଯୋଉଟା କି ଯେମିତି ଯେମିତିକି ଆପଣ ହଲିଉଡରେ ହଲିଉଡ୍ସରେ ଆମେ ଆପଣମାନେ ହଁ, ଦେଖୁଛନ୍ତି ହଠାତ୍ କିନି ଘର ଭୁଶୁଡି ହୁଁ, ଯାଉଛି। ହୁଁ, ହଠାତ୍ କିନି ଗୋଟେ ଭେରାଇଟି ମାନେ ଆପଣ ଇମାଜିନ୍ କରିନଥିବେ ଏମିତି ଗୋଟେ କଥା ହେଇପାରେ ବୋଲି। ହୁଁ, ତ ସବୁ ଜିନିଷ ହିସାବରେ ଜେନେରେସନ ଚେଞ୍ଜ ହଉଛି। ହୁଁ, ତ ଆମକୁ ଜେନେରେସନ ଆଉ ସମୟ ହିସାବରେ ଖାପ ଖାଇକି ଆଗକୁ ଯିବାକୁ ପଡିବ। ହୁଁ। ଯଦି ଆମେ ଜେନେରେସନ ହିସାବରେ ଆମେ ଆଗକୁ ଗଲେ ତାହେଲେ ଆମକୁ ଲୋକ ଭଲ ପାଇବେ ଆମ ଇଣ୍ଡଷ୍ଟ୍ରିକୁ ଲୋକ ଭଲ ପାଇବେ। ହୁଁ। ସାର୍ ରିମେକ୍ କଥା କହିଲେ ମୋର ମନେ ଅଛି ଛୋଟବେଳେ ମୁଁ ଅନିଲ କପୁର ଆଉ କାଜଲଙ୍କ ମୁଭି ଦେଖିଥିବି। କିନ୍ତୁ ସେମ୍ ମୁଭି ମୁଁ ସିଦ୍ଧାନ୍ତ ରଚନାଙ୍କର ଦେଖିଲି। ମତେ ବେଶୀ ଇଚ୍ଛା ହୁଏ ସିଦ୍ଧାନ୍ତ ରଚନାଙ୍କ ମୁଭିଟା ହଁ, ଦେଖିବାକୁ। ଡେଫିନିଟଲି। କିନ୍ତୁ ସେମ୍ ଜିନିଷଟା ଓଲଟି ଗଲା। ମୁଁ ଯେତେବେଳେ ଟିକେ ବଡ ସେ ହେଲି ମଝି ପିରିୟଡରେ ଟିକେ ଓଲଟିଗଲା। ଓଲଟି ଗଲା। ହୁଁ, ମତେ ଯଦି ମୁଁ ଦେଖିଥିବି ସେଇ ଜିନିଷଟା ରବି ତେଜାଙ୍କର ମୁଁ ଦେଖିଥିଲି ଓଡ଼ିଆରେ ମତେ ଆଉ କାଇଁ ଭଲ ଲାଗିଲାନି। ମତେ ଲାଗିଲାନି ସେ ପ୍ରକାରର ହେଇଛି କିମ୍ବା ସେ ଓଡ଼ିଆର ଗୋଟେ ସ୍ୱାଦ ଅଛି ବୋଲି ଲାଗିଲାନି। ହୁଁ,
ସେଇ ଜିନିଷଟା ଟିକେ ଇଏ ହେଇଗଲା କି ଆମେ ରିମେକ୍ କଲେ ସତ କିନ୍ତୁ ରିମେକ୍ ଟାକୁ ପ୍ରପର କରିପାରିଲେନି। ମଝି ପିରିୟଡରେ ଟିକେ ସେମିତି ହେଲା ନହେଲେ ପୂର୍ବରୁ ବହୁତ ଜିନିଷ ଠିକ ଚାଲିଥିଲା ସିଏ ହୁଏ ଯେତେବେଳେ ଗୋଟେ ଗ୍ୟାପ୍ ହୁଏ ଗ୍ୟାପ ରୁ ଆଉ ଗୋଟେ ଜିନିଷ କନଭର୍ସନ ହୁଏ ବେଳେ ବେଳେ କିଛି ମେକର୍ସ ମାନେ ସିରିୟସ ହେଲେନି ଏବାଉଟ ଦ ହୁଁ କଣ୍ଟେଣ୍ଟ ତ ଆମେ ଯେକୌଣସି କାମ କରିବା ଯଦି ଆମେ ସେ କଣ୍ଟେଣ୍ଟକୁ ନେଇକି ସିରିୟସ ଥିବା ଆଉ ଜେନେରେସନ ସହିତ ଆମେ ଖାପ ଖୁଆଉଥିବା ହୁଁ ବହୁତ ଜିନିଷ ମାଇନେ ରଖେ ହୁଁ ତ ସେ ସବୁ ଜିନିଷ ପ୍ରତି ଯଦି ସେତିକି ଆଟେନସନ ନ ରଖିବା ନା ତାହେଲେ ଆମେ ଆଗକୁ ବଢିବାଟା ବଢି ଡିଫିକଲ୍ଟ ପାରିବାନି। ହେଇଯିବ ସୋ ଦ୍ୟାଟ କି ସେଠି ଆମ ମାନେ ମୁଁ ତ କହିବି ଥ୍ୟାଙ୍କ୍ସ ଟୁ ଆୱାର ଅଡିଏନ୍ସ ମାନେ ହୁଁ ସେମାନେ ଏମିତି ଗୋଟେ ପିରିୟଡ ଥିଲା ଯୋଉ ସମୟରେ କି ଏମିତି କିଛି କଣ୍ଟେଣ୍ଟ ଯୋଉଟା କି ଦେଖିଲେ ହସ ମାଡିବ ସେଭଳି କଣ୍ଟେଣ୍ଟକୁ ବି ହଲରେ ଯାଇକି ଦେଖିକି ସିନେମାକୁ ହିଟ୍ କରେଇଛନ୍ତି ହୁଁ ତ ସେମାନେ ବହୁତ ସହିଛନ୍ତି ହୁଁ ତେଣୁ ବର୍ତ୍ତମାନ ସେମାନେ ସହିକି ଏତିକି ଦିନ ସିନେମାକୁ ଚଲେଇଥିଲେ ବୋଲି ବର୍ତ୍ତମାନ ସେ କଷ୍ଟ ଆମକୁ ସହିବାକୁ ପଡୁଛି ହୁଁ ଯେହେତୁ ମଝିରେ ଅନେକ ଗୁଡେ ମେକର୍ସ ମାନେ ସିରିୟସଲି ଫିଲ୍ମ କରିବା ବନ୍ଦ କରିଦେଲେ ସେ ସିରିୟସନେସ୍ କମିଗଲା ଲୋକମାନଙ୍କର ଗୋଟେ ଇଚ୍ଛା ଛାଡିଗଲା ହୁଁ ତ ବର୍ତ୍ତମାନ କଣ ଲୋକମାନେ ଧୀରେ ଧୀରେ ଆସୁଛନ୍ତି ମାନେ ହୁଁ ଏକା ସାଙ୍ଗରେ ସବୁ ମାନେ ଆମର 4.5 କୋଟି ଦର୍ଶକ ହୁଁ 4.5 କୋଟି ଦର୍ଶକରୁ ଯଦି ଲକ୍ଷେ ଲୋକ ବି ଓଡିଆ ଫିଲ୍ମ ଦେଖିବେ ତାହେଲେ ଓଡିଆ ଫିଲ୍ମ ଇନକମ କରିବ 3 ରୁ 3.5 କୋଟି ଟଙ୍କା ତ ଏବେ ବି ଆମର 1 କୋଟି 2 କୋଟି 3 କୋଟି ଏମିତି ଚାଲିଛି ତ ଭାବନ୍ତୁ ମିନିମମ୍ ଗୋଟେ ହୁଁ ଲକ୍ଷେ ଲୋକ 4.5 କୋଟି ଓଡିଆ ଦର୍ଶକରୁ ଯଦି ଲକ୍ଷେ ଲୋକ ଦେଖି ଦଉଛନ୍ତି ଆମ ଫିଲ୍ମ ସୁପରହିଟ୍ ହୁଁ ତ ସେତିକି ବି ବର୍ତ୍ତମାନ ଦେଖିବା ଟିକେ ଡିଫିକଲ୍ଟ ହେଇଯାଉଛି ତେଣୁ ଯୋଉଦିନ ଆମର ଲକ୍ଷେ କ୍ରସ୍ କରିଯିବ ଅଡିଏନ୍ସ ଲକ୍ଷେରୁ ଅଧିକ ଲୋକ ଦେଖିବେ ସିନେମା ସେଦିନ ଆମେ ଜାଣିବା ଯେ ଆମ ଫିଲ୍ମ ସୁପରହିଟ୍ ଆଉ ବର୍ତ୍ତମାନ ଆମ ଲୋକ ଆମ ପାଖକୁ ଫେରି ଆସିଲେ ନିଶ୍ଚିତ ସାର୍ କାହିଁକି ଡେଲିଭରି ବୟ ପ୍ରତୀକ୍ଷା ଦମନ ଏବେ ବରବଧୂ ଦେଖିଲୁ ଏଭଳି ମୁଭି ଯଦି ଆସିବ ଲକ୍ଷେ କାହିଁକି କୋଟିଏ ଲୋକ ନିଶ୍ଚିତ ଡେଫିନେଟଲି ଦେଖିବେ ଆଉ ଗୋଟେ ସମସ୍ୟା ମୁଁ ବହୁତ ଡିରେକ୍ଟରଙ୍କ ଠାରୁ ଶୁଣିଛି ପ୍ରଡ୍ୟୁସରଙ୍କ ଠାରୁ ଶୁଣିଛି ଦେଖିଛି ତାଙ୍କ ଇଣ୍ଟରଭ୍ୟୁରେ କି ସିନେମା ହଲ୍ ମିଳେନି थिएटर मिलेनी पकेଇବା ପାଇଁ ଯେ ସେଇ ଟାଇମରେ ଗୋଟେ ବଲିଉଡ ମୁଭି ରିଲିଜ ହେଇଗଲା ସେଇ ଟାଇମରେ ଓଡିଆ ସିନେମାକୁ ଚାନ୍ସ ଦିଆଯାଏନି ସେଇଟା ସେ ସତ କଥା କି? ଡିଷ୍ଟ୍ରିବ୍ୟୁଟର ମାନେ ତ ତାଙ୍କ ବିଜନେସ ବି ସେମାନେ ଦେଖିବେ ନା ହୁଁ ଆମେ କେବଳ ଆମେ ନିଜେ ସ୍ୱାର୍ଥପର ହେଇଗଲେ ତ ହବନି ହୁଁ ତ ସେଇଟା ପ୍ରାକ୍ଟିକାଲ କଥା ମିଳେନି ହିନ୍ଦୀ ଫିଲ୍ମକୁ ଅଧିକ ପ୍ରାୟୋରିଟି ମିଳେ କାହିଁକିନା ହିନ୍ଦୀ ଫିଲ୍ମ ବିଜନେସ ଦଉଛି ହୁଁ ହିନ୍ଦୀ ଫିଲ୍ମକୁ ଓଡିଆ ଲୋକ ବେଶୀ ଦେଖୁଛନ୍ତି ହୁଁ ଯୋଉଦିନ ଆମ ଓଡିଆ ସିନେମାକୁ ଓଡିଆ ଲୋକ ବେଶୀ ଦେଖିବା ଆରମ୍ଭ କରିବେ ସେ ଡିଷ୍ଟ୍ରିବ୍ୟୁଟର ମାନେ ବି ବଦଳି ଯିବେ ହୁଁ ଆପଣ ଯଦି ମାନେ ଏଇ କଥାଟା କେମିତି ହେଲା କି ଆଗ କୁକୁଡା ନା ଆଗ ଅଣ୍ଡା ହୁଁ ଆମେ ଯଦି ଭଲ ସିନେମା ତିଆରି କରିବା ଆରମ୍ଭ କରିବା ସେ ଜିନିଷଟା ଆଜି ନହେଲେ ବି କାଲି ଡିଷ୍ଟ୍ରିବ୍ୟୁଟର ମାନେ ବାଧ୍ୟ ହେବେ ଯେ ନା ଓଡିଆ ସିନେମାକୁ ଆମେ ପକେଇବା କାହିଁକିନା ଲୋକ ଓଡିଆ ସିନେମାର ଅଧିକ ହଉଛନ୍ତି ହୁଁ ତ ବର୍ତ୍ତମାନ ଧୀରେ ଧୀରେ ସେ ଟାଇମ ଆସିଲାଣି ଲୋକମାନଙ୍କର ଭଲ ପାଇବା ବଢିଲାଣି ତା ସହିତ ମେକର୍ସ ମାନେ ସିରିୟସଲି ଫିଲ୍ମ କରିବା ଷ୍ଟାର୍ଟ କଲେଣି ହୁଁ ତ ଡେଫିନେଟଲି ସେ ସବୁ ଜିନିଷ ସଲ୍ୟୁସନ ହେଇଯିବ ସବୁ ହଉଛି ବିଜନେସ ର କଥା ହୁଁ ଦେଖନ୍ତୁ ଆପଣଙ୍କର ଯଦି ବିଜନେସ ନ ହବ ଆପଣ କେବେ ବି ଆପଣଙ୍କର ଯେକୌଣସି କାମ କରୁଛନ୍ତି ତାକୁ କରିବେ କି ହୁଁ ଡେଫିନେଟଲି ସେଟା ବି ତାଙ୍କ ପେଟ ପାଟଣା କଥା ଯୋଉ ଡିଷ୍ଟ୍ରିବ୍ୟୁଟର ମାନେ ଅଛନ୍ତି ରାଜଶ୍ରୀ ଫିଲ୍ମସ ହୁଅନ୍ତୁ ପ୍ରକାଶ ଫିଲ୍ମସ ହୁଅନ୍ତୁ ସେମାନେ ତ ମୁଁ ଥ୍ୟାଙ୍କ୍ସ କହିବି ଆମ ଡିଷ୍ଟ୍ରିବ୍ୟୁଟର ମାନଙ୍କୁ ଯୋଉମାନେ ସବୁ ସମସ୍ତେ ଅଛନ୍ତି ତ ଯୋଉମାନେ କି ଓଡିଆ ଫିଲ୍ମକୁ ମ୍ୟାକ୍ସିମମ୍ ରୁ ମ୍ୟାକ୍ସିମମ୍ ହଲ୍ସ ଏବେ ଦଉଛନ୍ତି ହୁଁ ମାନେ ସବୁ ଟାଇମରେ ସପୋର୍ଟ କରିକି ଆସିଛନ୍ତି ତାପରେ ଡିପେଣ୍ଡ ହଉଛି ଆମେ ଯଦି ଆମ କାମ ଭଲସେ କରିଥିବା ଲୋକ ଯଦି ହେବେ ତାହେଲେ ହଲରେ ସିନେମା ରହିବ ଆମେ ଯଦି ଭଲ କାମ ଆମେ କରିନଥିବା ତାହେଲେ ହଲରେ ସିନେମା ରହିବନି ଦିସ୍ ଇଜ ଦ ଫ୍ୟାକ୍ଟ ନିଶ୍ଚିତ ସାର୍ ସାର୍ ଏମିତି କେବେ ହେଇଛି କି ପ୍ରଡ୍ୟୁସରଙ୍କ ଠାରୁ ପ୍ରଡ୍ୟୁସର ଇନଭେଷ୍ଟ କରିବାକୁ ଚାହିଁନାହାନ୍ତି ଓଡିଆ ମୁଭିରେ ଏମିତି ଗୋଟେ ଟାଇମ ଆସିଛି କି ସେଇଠୁ ଗୋଟେ ସର୍ଟ ମୁଭି ଚାହୁଁଥିବେ ସରି ବଲିଉଡରେ ଇନଭେଷ୍ଟ କରିବାକୁ କିନ୍ତୁ ଏଇଠି ଗୋଟେ ଭଲ କନସେପ୍ଟର ମୁଭିକୁ ସେ ଇଗ୍ନୋର ଆମ କରିଦେଇଛନ୍ତି। ପ୍ରଡ୍ୟୁସର ମାନଙ୍କୁ ଆପଣ ମାନେ ମୁଁ ତ କହିବି ବିଗ ସାଲ୍ୟୁଟ ହୁଁ କାହିଁକି ନା ଓଡିଶାରେ ପ୍ରତ୍ୟେକଟି ପ୍ରଡ୍ୟୁସର ଜାଣିଛନ୍ତି ଗୋଟେ ପିରିୟଡ ଥିଲା ଯୋଉ ସମୟରେ କି ଓଡିଆ ସିନେମା ଲସ୍ ହଉଥିଲା ହୁଁ ସେଇ ସମୟରେ ବି ପ୍ରଡ୍ୟୁସର ମାନେ ଜାଣିକି ବି ସିନେମା ପ୍ରଡ୍ୟୁସ କରିଛନ୍ତି ଜାଣିଛନ୍ତି ସିନେମା କଲେ ଲସ୍ ହବ କିନ୍ତୁ ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ସେମାନଙ୍କର ଏତେ ଭଲ ପାଇବା ପ୍ରଡ୍ୟୁସର ମାନଙ୍କର ସେମାନେ ସେଇ ସମୟରେ ବି ଫିଲ୍ମ ପ୍ରଡ୍ୟୁସ କରିଛନ୍ତି ସେ ସାହସ ଯୋଗେଇଛନ୍ତି ଆଜି ହେଇନି ତ କାଲି ହବ ସେଥିଲାଗି ମୁଁ ପ୍ରଡ୍ୟୁସର ମାନଙ୍କୁ ସାଲ୍ୟୁଟ କହିବାକୁ ଚାହିଁବି ଦେଖନ୍ତୁ ବାହାର ଇଣ୍ଡଷ୍ଟ୍ରି ସେମାନେ ଜାଣିଛନ୍ତି ଏଠି ବିଜନେସ କଲେ ଆଜି ଲସ୍ ହବ କି ପ୍ରଫିଟ ହବ ହୁଁ ଇଣ୍ଡଷ୍ଟ୍ରି ମାନେ ଆଇଦର ମୁଁ ବହୁତ ପଇସା ଇନକମ କରିବି ନହେଲେ କମ ପଇସା ଇନକମ କରିବି ହୁଁ କିନ୍ତୁ ମଝିରେ ଯୋଉ ପିରିୟଡ ଥିଲା ଓଡିଶାରେ ଜାଣିଥିଲେ ଆମେ 100% ଲସ୍ ହିଁ କରିବୁ ହୁଁ ତାପରେ ବି ପ୍ରଡ୍ୟୁସର ମାନେ ଫିଲ୍ମ କରିଛନ୍ତି ତେଣୁ ଡେଫିନେଟଲି ମୁଁ କହିବି ଆମ ପ୍ରଡ୍ୟୁସର ମାନଙ୍କୁ ଦ ବିଗ ସାଲ୍ୟୁଟ ନିଶ୍ଚିତ ସାର୍ ବହୁତ ଭଲ କଥା କହିଲେ ସାର୍ ଆପଣ
डिफरेंट डिफरेंट कॉन्सेप्ट को नेकी बनाती सर आपनको कॉन्सेप्ट टिके यूनिक जेमती गोटे डेलीवरी बॉय कहले मोटरसाइकिल गोटे যৌতুକ प्रथा को नहीं कहले एबे गोटे मूवी आनचंती कांगुला ଆଜ୍ଞା। से गोटे दंड नाचर कॉन्सेप्ट ହୁଁ। उपरे मु टिके से विषय जानिबा को चाहे ଦେଖନ୍ତୁ କାଙ୍ଗୁଲା ହଉଛି ଗୋଟେ ଗାଁର ନାଁ ହଉଛି କାଙ୍ଗୁଲା। ଅନୁଗୁଳରେ ଗୋଟେ ଗାଁ ଅଛି, ସେ ଗାଁର ନାଁ ହଉଛି କାଙ୍ଗୁଲା। अच्छा ସେ ଗାଁରେ କାଙ୍ଗୁଲା ମା ହଉଛନ୍ତି ବହୁତ ପ୍ରତ୍ୟକ୍ଷ। ଦକ୍ଷିଣ କାଳୀଙ୍କର ଆଉ ଗୋଟେ ରୂପ ହଉଛନ୍ତି କାଙ୍ଗୁଲା ମା। माँ अच्छा ତ ସେଠି ଦଣ୍ଡନାଚ ମାନେ ମେରୁନ୍ ଯାତ୍ରା ସେଇଟା ହୁଁ ହୁଏ ଏପ୍ରିଲ ମାସରେ। ହୁଁ ତ ସେଇ ଦଣ୍ଡନାଚର ପ୍ରୋସେସଟା ଧୀରେ ଧୀରେ ଆଜିକା ଲୋକଙ୍କ ମାନେ ଅଧା ଲୋକ ତ ଜାଣିନଥିବେ ଦଣ୍ଡନାଚ କଣ। ହୁଁ ଯୋଉମାନେ ଦଣ୍ଡନାଚ କଣ ଜାଣିଥିବେ ତାର ପ୍ରୋସେସ କଣ, କେତେ ଦିନ ଧରି ହୁଏ, କାହିଁକି ହୁଏ, ତାର ରିଚୁଆଲ୍ସ କେମିତି ହୁଏ, ସେସବୁ ବାବଦରେ ଅନେକ ଲୋକ ଜାଣି ବି ନଥିବେ। ଯଦି ହୁଁ ପର୍ଟିକୁଲାର ବ୍ରହ୍ମପୁର ଲୋକ ହେଲା, ନୟାଗଡ଼ ଲୋକ ହେଲା, ଅନୁଗୁଳ ଲୋକଙ୍କୁ ଛାଡ଼ିଦେଲେ ହୁଁ ଅନ୍ୟ ଲୋକମାନେ ଜାଣି ବି ନଥିବେ। ଯୋଉମାନେ ଭୁବନେଶ୍ୱର, କଟକ ଲୋକ ବି ପ୍ରାୟ ଜାଣିଥିବେ। ମନେକର ନର୍ମାଲ ଯୋଉମାନେ ଟାଉନସିପରେ ରହୁଛନ୍ତି, ରାଉରକେଲା ହେଲା, ଭୁବନେଶ୍ୱର ହେଲା, ଏମାନେ ଜାଣି ବି ନଥିବେ ଦଣ୍ଡନାଚ କଣ, କାହିଁକି ହୁଏ, କେମିତି ହୁଏ। ହୁଁ ତ ଏଇ ଯୋଉ ରିଚୁଆଲ୍ସ ଧୀରେ ଧୀରେ ଲୋକମାନେ ଭୁଲି ଭୁଲି ଗଲେଣି, ତାକୁ ନେଇକି କଣ୍ଟେଣ୍ଟ। ଏମିତି ନାହିଁ ଯେ କେବଳ ଆମେ କେବଳ ଦଣ୍ଡନାଚ ଦଣ୍ଡନାଚ ଦଣ୍ଡନାଚ। ହୁଁ ଇଟ୍ସ ଏ କମ୍ପ୍ଲିଟଲି ଫ୍ୟାମିଲି ପ୍ୟାକ୍ଡ ଫିଲ୍ମ। ଲୋକମାନଙ୍କୁ ହୁଁ ମଜା ଲାଗିବ, ଲୋକ ରିଚୁଆଲ୍ସ ବାବଦରେ ଜାଣିବାକୁ ପାଇବେ, ଲୋକ ଏନ୍ଜୟ କରିବେ, ଲୋକ ହୁଁ ହସିବେ, ଲୋକ କାନ୍ଦିବେ, ଲୋକ ତାଳି ମାରିବେ, ହଲୁ ଫେରିବେ। ହୁଁ ଯଦି ଆମ ମାଟିର କଥା କୋଉଠି ଦେଖାଯାଏ ଲୋକଙ୍କର ଟିକେ ଇମୋସନ ବି ରୁହେ ହୁଁ ହୁଁ ନାଇଁ ହୁଁ। ଆମ ପ୍ରଥା ଆମ କଥା ଆମେ ନିଶ୍ଚିତ ପିଓର ଦେଖିବାକୁ ଯିବା ମାନେ କାଙ୍ଗୁଲା ଇଜ ଏ ପିଓର ଦେଶୀ ଓଡିଆ କଣ୍ଟେଣ୍ଟ। ହୁଁ ଲୋକଙ୍କୁ ଦେଶ- ମଜା ଲାଗିବ। ମାନେ ଯୋଉ ଟାଇପର ଅଡିଏନ୍ସ, ମାନେ ଆମର ରିକ୍ସା ଚଲଉଥିବା ଭାଇଟେ ଗଲେ ବି ସେ ସିନେମା ବୁଝିପାରିବ, ଏନ୍ଜୟ କରିପାରିବ, ତା ଆଖିରୁ ଲୁହଟେ ଝରିବ, ତା ହାତରେ ତାଳିଟେ ବାଜିବ। ହୁଁ ଜଣେ ଆଇଏଏସ୍ ଚାକିରି କରିଥିବା ଲୋକଟେ ଗଲେ ବି ସିଏ ଏଜୁକେସନ ଇନଫର୍ମେସନ ସହିତ କମର୍ସିଆଲ ଆଙ୍ଗେଲ ପାଇବ, ସିନେମା ଏନ୍ଜୟ କରିକି ଆସିବେ। ହୁଁ। ଆଉ ଗୋଟେ କଥା ସାର୍ କହିବି ଯିଏ ଯୋଉ ବି ପୋଜିସନରେ ଥାନ୍ତୁ କିନ୍ତୁ ନିଜ ମାଟି ପ୍ରତି ଟିକେ ଇମୋସନ ଥାଏ ଭଲ ପାଇବା ଥାଏ ଯଦି ଖାଲି ବି ମାଟି କଥା ଦେଖାଯିବ ଗାଁ କଥା ଦେଖାଯିବ ତଥାପି ମୁଁ ଭାବୁଛି ଜଣେ ଆଇଏଏସ୍ ଅଫିସର ବି ଏନ୍ଜୟ କରିବେ ଯଦି ସେ ଡେଫିନେଟଲି ଆମ ଡେଫିନେଟଲି ଓଡିଆ ମାଟିର ହେଇଥିବ ଡେଫିନେଟଲି। ସାର୍ ଆପଣଙ୍କ ମୁଭିର ମୁଁ ଯେମିତି କହିଲି ଟିକେ କନସେପ୍ଟ ଡିଫରେଣ୍ଟ ଆପଣ କୋଉ ଭଳିଆ ମୁଭି ଚୁଜ୍ କରନ୍ତି କୋଉ ଭଳିଆ ସ୍କ୍ରିପ୍ଟ ଚୁଜ୍ କରନ୍ତି ମୁଁ ମ୍ୟାକ୍ସିମମ୍ ଟାଇମରେ ତ କଣ୍ଟେଣ୍ଟ ନିଜେ ହିଁ ଡିଜାଇନ କରେ। ହୁଁ କିନ୍ତୁ ଯେତେବେଳେ ଚୁଜ୍ କରିବାକୁ କୁହାଯାଏ ସେତିକି ଭଲ ନ ଲାଗିଲେ ମୁଁ ସିନେମା ରହିଯାଏ, କରେନି। ହୁଁ ତ ମାନେ ପ୍ରଥମ ଜିନିଷ ହଉଛି ମତେ ଲାଗେ ଯେ ଗୋଟେ ସବଜେକ୍ଟ ହଉ କି କଣ୍ଟେଣ୍ଟ ମତେ ଲାଗିବା ଦରକାର। ହୁଁ ମାନେ ଯଦି ମତେ ଲାଗୁଛି ୱାହ, ମାନେ ହୁଁ ମନରୁ ବାହାରୁଛି କଣ ସବଜେକ୍ଟ, ମୋ ହାତ ଯଦି ତାଳି ମାରିବାକୁ ବାଧ୍ୟ ହଉଛି, ମୋ ଆଖିରୁ ଯଦି ଲୁହ ଝରୁଛି ସେ ହୁଁ ସବଜେକ୍ଟରେ, ଦ୍ୟାଟ ଇଜ ଦ ବେଷ୍ଟ ସବଜେକ୍ଟ। ତେଣୁ ପ୍ରଥମେ ମତେ ସାଟିସ୍ଫାଏଡ କରିବା ଦରକାର ଗୋଟେ କଣ୍ଟେଣ୍ଟ, ତାପରେ ଯାଇକି ମୁଁ ଫିଲ୍ମ କରେ। ଆଜ ଏ ଆକ୍ଟର ଆଜ ଏ ଡିରେକ୍ଟର ଆପଣଙ୍କ ପାଇଁ ମୁଭିଟା ଆକ୍ଚୁଆଲି କଣ ମୁଭି ସିନେମା ହଉଛି ମା। ହୁଁ ମୋ ଫ୍ୟାମିଲି ପରେ ମୁଁ ଯଦି ସବୁଠୁ ଅଧିକ କାହାକୁ ଭଲ ପାଏ ସିଏ ହଉଛି ସିନେମା। ହୁଁ ମୋ ଜୀବନର ସବୁଠାରୁ ଅଧିକରୁ ଅଧିକ ସମୟ ମୁଁ ଯଦି କାହା ପ୍ରତି ଦିଏ ସିଏ ହଉଛି ସିନେମା। ହୁଁ ମାନେ ଗୋଟେ ଦିନ ହଉଛି 24 ଘଣ୍ଟା। ହୁଁ 24 ଘଣ୍ଟାରେ ମୁଁ ବୋଧେ ମୋ ହିସାବରେ ମୁଁ ଶୋଉଛି 6 ଘଣ୍ଟା ଖଣ୍ଡେ ଶୋଉଛି। ହୁଁ ମୋ ଫ୍ୟାମିଲି ମେମ୍ବର୍ସକୁ 2 ଘଣ୍ଟା ସମୟ ଦଉଛି। ହୁଁ ଆଉ ବାକି ସମୟ ମୁଁ ସିନେମାକୁ ଦଉଛି। ସେଇଠୁ ଆପଣ ବୁଝିପାରୁଥିବେ ସିନେମାକୁ ମୁଁ କେତେ ଭଲ ପାଏ। ନିଶ୍ଚିତ ସାର୍ ଆଉ ଗୋଟେ ଜିନିଷ ପଚାରିବି ସିନେମାର ସୋସିଆଲ କଣ୍ଟ୍ରିବ୍ୟୁସନ କେତେ ବୋଲି ଆପଣ ଭାବୁଛନ୍ତି ସିନେମାର ସୋସିଆଲ କଣ୍ଟ୍ରିବ୍ୟୁସନ ବହୁତ ଆଜ୍ଞା। କାହିଁକି ନା ଦେଖନ୍ତୁ ବର୍ତ୍ତମାନ ଯୋଉ ଲେଭେଲର କଣ୍ଟେଣ୍ଟ ହଉଛି, ଗୋଟେ ସିନେମା ଆସିଥିଲା ପୁଷ୍କରା। ହୁଁ ବହୁତ ଲୋକ ପୁଷ୍କରା କଣ ଜାଣିବି ନଥିବେ। ଜାଣିନଥିଲି ତ ପୁଷ୍କର ବାବଦରେ ବହୁତ ଗୁଡେ ଜିନିଷ ଲୋକ ଜାଣିବାକୁ ପାଇଲେ। ଦମନ ଗୋଟେ କଣ୍ଟେଣ୍ଟ ଆସିଥିଲା, ହୁଁ ଗୋଟେ ଡକ୍ଟରଙ୍କ ବାୟୋପିକ୍ ଷ୍ଟ୍ରଗଲ ହୁଁ ଉପରେ ଆସିଥିଲା। ତ ବହୁତ ଲୋକ ଜାଣିବାକୁ ପାଇଲେ ଯେ ପ୍ରକୃତରେ କେତେ ଷ୍ଟ୍ରଗଲ ଅଛି ଆଉ କେତେ ସୁନ୍ଦର କାହାଣୀଟେ ଆମ ଓଡିଶା ଭିତରେ ଅଛି। ହୁଁ ବୋଉ ବୁଟୁ ଭୂତ ଗୋଟେ କମର୍ସିଆଲ ଫିଲ୍ମ ହେଲେ ବି ସେ ଫିଲ୍ମ ବହୁତ ବିଜନେସ କଲା, କିନ୍ତୁ ଗୋଟେ ନୂଆ ଟାଇପ ର କଥା ଓଡିଆ ସିନେମା ଇଣ୍ଡଷ୍ଟ୍ରିକୁ ଭେଟିଦେଲା। ହୁଁ ତାପରେ ଆସିଥିଲା ବହୁତ ଗୁଡେ ଫିଲ୍ମ ଆସିଛି, ମାନେ ହୁଁ ବହୁତ ଗୁଡେ ଫିଲ୍ମ ଯୋଉଟା କି ଲୋକମାନଙ୍କୁ ବହୁତ ଭଲ। କର୍ମ ଗୋଟେ ଫିଲ୍ମ ଆସିଥିଲା, ବ୍ଲକବାଷ୍ଟର ହିଟ୍ ହେଲା, ଲୋକମାନଙ୍କୁ ଭଲ ଲାଗିଲା। ଗୋଟେ ଡିଫରେଣ୍ଟ ଟାଇପ ର ହୁଁ ସବଜେକ୍ଟ। ଇଭେନ ଡେଲିଭରି ବୟ ହେଲା। ମୋଟର ସାଇକେଲ ଏବେ ମାନେ ମୋଟର ସାଇକେଲ ମୋର ଏକ୍ସପେକ୍ଟେସନ ନଥିଲା। ମୁଁ ତ ଭାବିଥିଲି ବୋଧେ କଣ ହବ କଣ ନାହିଁ, କି ମାନେ ବଡ ଷ୍ଟାର ନାହାନ୍ତି, ବଟ ସେ ଫିଲ୍ମ 46 ଡେଜ ହଲରେ ଚାଲିଲା। ହୁଁ ତ ମୋଟର ସାଇକେଲ ଗୋଟେ ଆଉଟ ଅଫ ଏକ୍ସପେକ୍ଟେସନ ଫିଲ୍ମ ଥିଲା ମୋ ପାଇଁ। ମୁଁ ଜାଣିଥିଲି ଲୋକଙ୍କୁ ଭଲ ଲାଗିବ, ବଟ ଲୋକ ଦେଖିଲେ ତ ଲୋକଙ୍କୁ ଭଲ ଲାଗିବ ନା। ହୁଁ ବହୁତ ଲୋକ ହଲକୁ ଆସିବା ବି ଦରକାର। ହୁଁ ତ ସେ ଟେନସନରେ ମୁଁ ଥିଲି କେତେ ଲୋକ ହଲକୁ ଆସିବେ, କେତେ ଦେଖିବେ। ବଟ ତା ଭିତରେ ବି ସେ ସିନେମା ମୋର ମନେ ଅଛି ଯେବେ 30 ଡେଜ କମ୍ପ୍ଲିଟ ହେଲା, 30 ଡେଜ ପରେ ଆମେ ହଲ ଆଗରେ କେକ୍ କାଟିଦେଲୁ। ଆମକୁ ଲାଗିଲାନି ତାପରେ ଆଉ ଶୋ ବି କରିନଥିଲା। ହୁଁ ଏସ୍ କମ୍ପ୍ଲେକ୍ସ ରେ ପଡିଥିଲା ଫିଲ୍ମ।
30 ଡେଜ୍ ପରେ ଆମେ କେକ୍ କାଟିଦେଲୁ। ଆମେ ଭାବିଲୁ ଆଉ ଫିଲ୍ମ ପଡ଼ିବନି ବୋଲି। ପଡ଼ିବନି। ଇଭେନ୍ ଶୋ ବି କରିନଥିଲା ବୁକ୍ ମାଇ ଶୋରେ। ହୁଁ। ତ କେକ୍ କାଟିକି ଆମେ ଘରକୁ ଆସିଲୁ। ରାତି 11ଟା ବେଳକୁ ମେସେଜ ଆସିଲା କି ଆପଣଙ୍କ ଫିଲ୍ମ ପୁଣି କାଲିଠୁ ଶୋ କରୁଛି। ତ ଆଚ୍ଛା। ଏଇଟା ଆମ ପାଇଁ ଗୋଟେ ଆଉଟ୍ ଅଫ୍ ଏକ୍ସପେକ୍ଟେସନ ଥିଲା। ହୁଁ। 46 ଡେଜ୍ ମୋଟରସାଇକେଲ ଚାଲିଲା ସିନେମା ହଲରେ। ଆଉ ଏବେ ବହୁତ ଭଲ ରେସ୍ପନ୍ସ ଆସୁଛି ଓଟିଟି ଆପ୍‌ରେ ଅଛି ଆଉ ନେକ୍ସଟରେ। ଲୋକମାନେ ଦେଖୁଛନ୍ତି, ଭଲ ପାଇବା ଦଉଛନ୍ତି। ତ ଏତିକି ଗୋଟେ ଡିରେକ୍ଟରକୁ ଲାଗେ ଯେ ଯଦି ମୁଁ କଷ୍ଟ କରିଛି, ଏଇଟା ହଉଛି ମୋ କଷ୍ଟର ସବୁଠୁ ବଡ଼ ପ୍ରାଇଜ୍। ଏଇଟା ଗୋଟେ ହ୍ୟୁଜ୍ ସକ୍ସେସ୍। ଡେଫିନାଇଟଲି। ଏଇଟା ଗୋଟେ ହ୍ୟାପିନେସ୍। ତା ଛଡା ବି ସାର୍ ମୁଁ କହିବି, ଆପଣ ମୁଭିକୁ କେମିତି ଭାବନ୍ତି? ଜଣେ ଆସିଲେ, ଅଡିଏନ୍ସ ଆସିଲେ, 3 ଘଣ୍ଟା ଏଣ୍ଟରଟେନ୍ ହେଇକି ଗଲେ, ସେଇଟା ଗୋଟେ ମୁଭି ନା ଗଲା ପରେ ବି ସେ ମୁଭିର କିଛି ଇମ୍ପାକ୍ଟ ଲାଇଫ୍ ଉପରେ ରହିଲା, ସେଇଟାକୁ ଆପଣ ବେଶୀ ପ୍ରାୟୋରିଟାଇଜ୍ କରନ୍ତି? ଦେଖନ୍ତୁ, ଲୋକ ଫିଲ୍ମ ଆସୁଛନ୍ତି ଏନ୍ଜୟ କରିବା ପାଇଁ ମୋ ହୁଁ, ହିସାବରେ। ହୁଁ, ମାନେ ମୁଁ ଯୋଉ 2 ଘଣ୍ଟା କି 3 ଘଣ୍ଟା ହଲରେ ବିତଉଛି ପଇସା ଦେଇ କଣ ପାଇଁ? ମୁଁ ଘରେ ମାନେ ଜୀବନରେ ମୁଁ ବହୁତ ପ୍ରକାର ଟେନସନ ନେଇକି ଆସୁଛି। ହୁଁ, ମାନେ ମୋ ମେଣ୍ଟାଲିଟିଟା ଏଇଆ। ସମସ୍ତଙ୍କର ମେଣ୍ଟାଲିଟି ଭ୍ୟାରି କରିପାରେ। ବଟ୍ ହୁଁ, ମୋର ପର୍ସନାଲ ମତ ଏଇଆ, ଗୋଟେ ଲୋକଟେ ଲାଇଫରେ କେତେ ପ୍ରକାର ଟେନସନ ନେଇକି ଆସୁଛି। ହୁଁ, ଅଫିସର ଟେନସନ, ଘରର ଟେନସନ, ଫ୍ୟାମିଲିର ଟେନସନ। ତେଣୁ ଟେନସନ ଭିତରେ ସିଏ ଟିକେ ମାଇଣ୍ଡ ହାଲକା କରିବା ପାଇଁ, ରିଲାକ୍ସ ହବା ପାଇଁ ଫିଲ୍ମ ଦେଖିବାକୁ ଆସୁଛି। ହୁଁ, ଫିଲ୍ମ ଏନ୍ଜୟ କରିବ, ଛୋଟିଆ ଜିନିଷ ଟିକେ ଯେ ନୂଆ କଥା ଜାଣିବାକୁ ପାଇବ, ହୁଁ, ଆଉ ଏନ୍ଜୟ କରିକି ମାଇଣ୍ଡ ରିଲାକ୍ସ କରିକି ଯିବ। ହୁଁ, ତ ମୁଁ ସେଇ ପଏଣ୍ଟ ଅଫ ଭ୍ୟୁକୁ ଆଖିରେ ରଖି ମୁଁ ଫିଲ୍ମ କରେ। ହୁଁ, ଆସିବେ, ମାଇଣ୍ଡ ରିଲାକ୍ସ କରିବେ, ଫିଲ୍ମ ଏନ୍ଜୟ କରିବେ, ଯିବେ। ହୁଁ, ତ ଯଦି ମୋ ଫିଲ୍ମରେ ଏନ୍ଜୟ ନ ରହିଲା, ଲୋକ ଯଦି ମଜା ନ ନେଇ ପାରିଲେ, ତାହେଲେ ମୁଁ ଫିଲ୍ମ କରିବାର କିଛି ମାନେ ନାହିଁ। ହୁଁ। କିନ୍ତୁ ଆପଣଙ୍କ ମୁଭିରେ ତ ସମାଜର ଆଇନା ବହୁତ ଅ, ସେଇଟା ସେଇ ଦେଖା ଏନ୍ଜୟମେଣ୍ଟ ଭିତରେ ମୁଁ ପୁରେଇ ଦିଏ ଏଇଥିଲାଗି, ହୁଁ, ସୋ ଦ୍ୟାଟ କି ଲୋକ ଇନଫର୍ମେସନକୁ ଇନଫର୍ମେସନ ପାଇଲେ, ଲୋକ ଏନ୍ଜୟ ବି କଲେ। ହୁଁ। ଯେତେବେଳେ ସୀତା ମୁଭି ଆପଣ କରିଥିଲେ, ଆଜ୍ଞା, ଆଜ୍ଞା। ଆପଣ ଭାବିଥିଲେ କି ଓଡିଆ ଲୋକ ଆକୁ ଏନ୍ଜୟ କରିବେ ନା ଟିକେ ଡିପ୍ରେସ୍ଡ ହେଇକି ଯିବେ ଫିଲ୍ମ ହଲ୍ ହଁ, ସେଇ ଭିତରୁ? ଫିଲ୍ମଟା ଟିକେ ମାନେ ଆପାର୍ଟ ଫ୍ରମ୍ ସବୁ ଫିଲ୍ମ ଅପେକ୍ଷା ସେଇ ଫିଲ୍ମଟାରେ ଏନ୍ଜୟମେଣ୍ଟ କମ୍ ଥିଲା। କିନ୍ତୁ ଗୋଟେ ଇନଫର୍ମେଟିଭ ସିନେମାଟେ ଥିଲା। ହୁଁ, ଯେହେତୁ ଚାଷୀ ଆତ୍ମହତ୍ୟାର କଥା ଥିଲା, ତା ଦେହରେ ବହୁତ ଗୁଡେ ସିନ୍ସ କଟିଗଲା। ମଝିରେ ଟିକେ ସେନ୍ସର ଇସ୍ୟୁ ହେଲା ସେଟା, ଯେହେତୁ ରିସେଣ୍ଟ ସେଇ ଟାଇମରେ ଚାଷୀମାନଙ୍କର ଷ୍ଟ୍ରାଇକ୍ ଚାଲିଥିଲା, ଚାଷୀମାନଙ୍କର ଆତ୍ମହତ୍ୟା ଚାଲିଥିଲା। ହୁଁ, ଆଉ ଆମ ସବଜେକ୍ଟଟା ସେଇ ଉପରେ ଥିଲା। ହୁଁ, କାଳେ ପବ୍ଲିକର ଇଏ ହବ, ସେତେବେଳେ ଟିକେ ଗଭର୍ଣ୍ଣମେଣ୍ଟର ବି ମତେ ଲାଗେ ଯେ ପ୍ରେସର ଥିଲା ବୋଧେ। ତାକୁ ବହୁତ ଦିନ ହୋଲ୍ଡ କରିଦେଲେ ସେ ଫିଲ୍ମକୁ। ହୁଁ, ତାପରେ ବହୁତ ଦିନ ପରେ ଯାଇକି ସେ ଫିଲ୍ମ ରିଲିଜ ହେଲା। ସେ ବି ୱିଥ୍ ମେନି କଟ୍ସ, ବହୁତ ଗୁଡେ କଟ୍ସ କରିବାକୁ ପଡିଥିଲା ସେ ଫିଲ୍ମରେ। ମାନେ ଫିଲ୍ମର ଡ୍ୟୁରେସନ ଥିଲା 2 ଘଣ୍ଟା 20 ମିନିଟ୍ ଥିଲା। ଫିଲ୍ମକୁ 2 ଘଣ୍ଟା କରିଦିଆଗଲା। ହୁଁ, ତ 20 ମିନିଟ୍ ଆମକୁ କଟ୍ କରିବାକୁ ପଡିଥିଲା। ସେଟା ଗୋଟେ ଡିଫିକଲ୍ଟ ପିରିୟଡ ଥିଲା ସେ ଫିଲ୍ମ ପାଇଁ। କିନ୍ତୁ ଯେତିକି ଲୋକ ଦେଖିଛନ୍ତି, ଲୋକଙ୍କୁ ଯେହେତୁ ଇମୋସନାଲ କଣ୍ଟେଣ୍ଟ ଥିଲା, ସବୁ ଜୋନର ଅଡିଏନ୍ସ ମାନଙ୍କୁ ତ ସେ ସିନେମା ଭଲ ଲାଗିବନି। ହୁଁ, ବଟ୍ ଅନେକ ଗୁଡେ ଅଡିଏନ୍ସକୁ ଭଲ ବି ଲାଗିଥିଲା। ଯୋଉ ଇନଫର୍ମେସନ ଆମେ ଉଠେଇଥିଲୁ, ଯୋଉ କୋଶ୍ଚିନ୍ ଆମେ ରାଇଜ କରିଥିଲୁ, ହୁଁ, ଯୋଉଟା କି ନିହାତି ସବୁଠାରୁ ବଡ ପ୍ରୋବ୍ଲେମ। ଆଉ ହୁଁ, ବର୍ତ୍ତମାନ ଆପଣ ବି ନିଜେ ଚିନ୍ତା କରନ୍ତୁ, ଅଲ ଓଭର ଓଡିଶାରେ ବର୍ତ୍ତମାନ ସବୁଠୁ ବଡ ସେକ୍ଟର ହଉଛି ଆକ୍ଚୁଆଲି ଫାର୍ମିଂ ସେକ୍ଟର। ହୁଁ, ଯଦି ସେ ସେକ୍ଟର ଡାଉନ ପଡିଯିବ, ସବୁ ସେକ୍ଟର ବୁଡିଯିବ। ହୁଁ, କାହିଁକିନା ଫାର୍ମିଂ ଲୋକ ଖାଇଲେ ତ ବେପାର କରିବେ କି ଚଳିବେ କି ଯାହା ବି କରିବେ। ହୁଁ, ଖାଇବା ଆସିବ କୋଉଠୁ? ଫାର୍ମିଂ ହେଲେ। ଆମ ନିଜର ଯଦି ଫାର୍ମିଂ ସେକ୍ଟର ଥିବ, ତାହେଲେ ଯାଇକି ଆମେ ଗ୍ରୋ କରିପାରିବା। ଯଦି ହୁଁ, ନିଜର ଫାର୍ମିଂ ସେକ୍ଟର ନାହିଁ, ଆମେ ବାହାର ରାଜ୍ୟ ଉପରେ, ବାହାର ଦେଶ ଉପରେ ଆମେ ନିର୍ଭର କରିବା, ତାହେଲେ ଡେଫିନେଟଲି ଆମର ମାନେ କଷ୍ଟ ଅଫ ଲିଭିଂ ବଢିବ, ସବୁ ଜିନିଷ ବଢିବ। ହୁଁ, ତ ସେଟା ଗୋଟେ ଏଜୁକେସନ ଆଉ ଇନଫର୍ମେସନ ସେଇ ଉପରେ ଗୋଟେ କଣ୍ଟେଣ୍ଟ ଟିକେ ଟ୍ରାଏ କରାହେଇଥିଲା। ହୁଁ, ବହୁତ କମ ଲୋକ ତାକୁ ଭଲ ପାଇବା ଦେଲେ, କିନ୍ତୁ ମୋ ହିସାବରେ ଗୋଟେ ସାଟିସ୍ଫାକ୍ସନ ଫିଲ୍ମ ଥିଲା, ଯେ ଗୋଟେ ଇନଫର୍ମେଟିଭ କଥା ସେଟା ଲୋକ ଆଜି ବୁଝି ନାହାନ୍ତି। ଦେଖିବେ 5-6 ବର୍ଷ ପରେ ଲୋକ ନିଜେ ରିୟଲାଇଜ କରିବେ କି ଫାର୍ମିଂ କେତେ ଜରୁରୀ ପ୍ରତ୍ୟେକଟି ଲୋକଙ୍କ ପାଇଁ। ମାନେ ମୋ ହିସାବରେ ଯଦି ପଚରାଯାଏ, ପ୍ରତ୍ୟେକଟି ଘରେ ଘରେ ଆମେ ଯଦି ଫାର୍ମିଂ କରିବା, ହୁଁ, ଧୀରେ ଧୀରେ ଏ ସଲ୍ୟୁସନ ହେଇଯିବ। ହୁଁ, ଅଦରୱାଇଜ ଆପଣ ଦେଖନ୍ତୁ, ଆଗରୁ ଲୋକ ଯେତେ ବାହାରେ ଖାଉଥିଲେ, ଏବେ ସେ ସଂଖ୍ୟା ବହୁତ ବଢିଯାଇଛି। ହୁଁ, ଆଗରୁ ସିଷ୍ଟମ ଥିଲା, ଲୋକ ଘରେ ରୋଷେଇ କରୁଥିଲେ। ବାହାରେ କେବଳ 4ଟା ବେଳେ ଯାଉଥିଲେ, ଟିକେ ଗୁପଚୁପ ହେଲା କି ଯାହା ବି ହଉଥିଲା, ହୁଁ, ଟିକେ 4ଟା ବେଳେ ଖାଉଥିଲେ। ଲଞ୍ଚ ଘରେ ଖାଉଥିଲେ, ଡିନର ଘରେ ଖାଉଥିଲେ, ମର୍ଣ୍ଣିଂ ବ୍ରେକଫାଷ୍ଟ ଘରେ ଖାଉଥିଲେ। ଏବେ କିନ୍ତୁ ସବୁ ଓଲଟି ଯାଇଛି। ହୁଁ, ଏବେ ଲୋକ ସବୁଦିନ ବାହାରେ ଖାଉଛନ୍ତି। ହୁଁ, ତ ସପ୍ତାହକୁ ଦିନେ ବୋଧେ ଯଦି ସମୟ ମିଳିଲା, ତାହେଲେ ଘରେ ଖାଉଛନ୍ତି। ହୁଁ, ତ ଯୋଉ ଜିନିଷଟା କି ଏବେ ଜଣା ପଡୁନି, ଇନ ଫ୍ୟୁଚର ବହୁତ ପ୍ରୋବ୍ଲେମସ ଆସିବ। ଅ, ମାନେ ଇନ ଫାର୍ମିଂ କ୍ଷେତ୍ରରେ ହଉ କି ନିଜର ଲାଇଫଷ୍ଟାଇଲ କ୍ଷେତ୍ରରେ ହଉ, ହେଲ୍ଥ କ୍ଷେତ୍ରରେ ହଉ, ହୁଁ, ଆ, ମାନେ ଲେଡିଜ ମାନଙ୍କର ପ୍ରେଗନେନ୍ସି କ୍ଷେତ୍ରରେ ହଉ, ବହୁତ ଗୁଡେ ପ୍ରୋବ୍ଲେମସ ଆସିବ, ଯୋଉଟା କି ଇନ ଫ୍ୟୁଚରରେ। ହୁଁ। ସାର୍ ଆପଣ ଗୋଟେ ଇସ୍ୟୁଜକୁ ନେଇକି ଗଲେ, ଗୋଟେ ଆୱାରନେସ୍ ବି କଲେ।
ଯେତିକି ବି ଲୋକ ଦେଖିଥିବେ କିଛି ନା କିଛି ଅଂଶରେ ସେ ଆୱେର ହେଇଥିବେ କି ଏଇ ଇସ୍ୟୁଟା ଆମ ଓଡିଶାରେ ଚାଲିଛି, ଆମ ଓଡିଶାରେ ଅଛି। ଆପଣ ଭାବନ୍ତିନି କି ଆଜ ଏ ମୁଭି ଡିରେକ୍ଟର, ଆଜ ଏ ମୁଭି ପ୍ରଡ୍ୟୁସର ମୋର ଗୋଟେ ସୋସିଆଲ ରେସ୍ପନ୍ସିବିଲିଟି ଅଛି ଏସବୁ କନସେପ୍ଟକୁ ନେଇକି ଆଗକୁ ମୁଁ କରିବି? ହଁ, ହଁ, ଡେଫିନିଟଲି କରିବି, ସେମିତି କିଛି ନାହିଁ। ହୁଁ ଦେଖନ୍ତୁ ଲାଇଫରେ ମୋର ଏମିତି ମାନେ ନାହିଁ ଯେ କମେଡି ମାନେ କେବଳ କମେଡି ଫିଲ୍ମ ହିଁ ହୁଁ କରିବି। ସସ୍ପେନ୍ସ ଫିଲ୍ମ ମାନେ କେବଳ ସସ୍ପେନ୍ସ ଫିଲ୍ମ ହିଁ କରିବି। ମୁଁ ସବୁ ପ୍ରକାର ଜୋନର ଫିଲ୍ମ କରିବାକୁ ଭଲ ପାଏ। ହୁଁ ମୁଁ ସବୁ ପ୍ରକାର ଜୋନର ଫିଲ୍ମ ହିଁ କରେ। ହୁଁ ଦେଖନ୍ତୁ ମୋଟରସାଇକେଲ ଗୋଟେ ଡିଫରେଣ୍ଟ ଫୁଲ୍ ଅନ୍ କମେଡି ଫିଲ୍ମ ଥିଲା, ତା ଦେହରେ ଗୋଟେ ମେସେଜ ଥିଲା। ହୁଁ କାଙ୍ଗୁଲା ଏକଦମ ଡିଫରେଣ୍ଟ କଣ୍ଟେଣ୍ଟ। ହୁଁ ତ ତା ଦେହରେ ଗୋଟେ ମାଙ୍କର କଥା ଅଛି, ହୁଁ କମର୍ସିଆଲ ଆଙ୍ଗେଲ ଅଛି, ଲୋକଙ୍କୁ ହୁଁ ଫିଲ୍ମ ଭଲ ଲାଗିବ, ଲୋକ ଏନ୍ଜୟ କରିବେ, ହୁଁ ମଜା ନେବେ ଲୋକ ଫିଲ୍ମର, ତା ଭିତରେ ଗୋଟେ ଇନଫର୍ମେସନ ବି ପାଇବେ। ହୁଁ ତ କଣ୍ଟେଣ୍ଟ ସବୁବେଳେ ମୁଁ ଭେରାଇଟି ପ୍ରକାର ଟ୍ରାଏ କରେ। ହୁଁ ଅ, ବାକି ଡିପେଣ୍ଡ। ଆଉ ଗୋଟେ ଖାଲି ଟିକେ ଡ୍ରାଗ୍ କରିବେ ଏଇ ଜିନିଷଟାକୁ। ଯେମିତି କହିଲି ସମସ୍ତଙ୍କର କିଛି ନା କିଛି ସୋସିଆଲ ରେସ୍ପନ୍ସିବିଲିଟି ଥାଏ। କିନ୍ତୁ ଆମେ ଏଣ୍ଟରଟେନମେଣ୍ଟ ଆଉ ଟିକେ ଫାଇଦା ପାଇଁ ବହୁତ କିଛି ମୁଭି ଦେଖୁ, ବହୁତ ରଙ୍ଗ ମେସେଜେସ୍ ଯାଏ। କିନ୍ତୁ ତାପରେ ଆମେ ଯେତେବେଳେ ସେ ଜିନିଷଟାକୁ ପଚରାଯାଏ, କାଉଣ୍ଟର କରାଯାଏ, କୁହନ୍ତି ଦିସ୍ ଇଜ୍ ଓନ୍ଲି ଏଣ୍ଟରଟେନମେଣ୍ଟ। ଖାଲି ଏଣ୍ଟରଟେନମେଣ୍ଟ ପାଇଁ ଆପଣ ଦେଖନ୍ତୁ, ଆପଣ ଆଧିରୁ କିଛି ଶିଖନ୍ତୁନି। ଆପଣ ସେଟାକୁ କେମିତି ନିଅନ୍ତି? ତାହେଲେ ମାନେ ମୁଁ ଏମିତି ଫିଲ୍ମ କେବେ କରିଛି? ନାଇଁ ଆପଣ ସେଟାକୁ କେମିତି ଭାବନ୍ତି? ହଁ, ହଁ, ଡେଫିନେଟଲି ଆପଣ ଏକ୍ସାମ୍ପଲ ଦଉଛନ୍ତି ଆନିମଲର, ଆପଣ ଏକ୍ସାମ୍ପଲ ଦଉଛନ୍ତି ଧୁରନ୍ଧରର। ହୁଁ ଧୁରନ୍ଧର ତ ଗୋଟେ ରିଏଲ ଇନସିଡେଣ୍ଟ ବେସ୍ ଥିଲା, ବଟ୍ ଆନିମଲ ହେଲା, ଇଏ ହେଲା, ସିଏ ହେଲା। ଦେଖନ୍ତୁ କ୍ରାଇମ ଜିନିଷଟା ଯେତେ ହଉଛି ସେତେ ଆପଣ ଦେଖନ୍ତୁ ସମାଜରେ ବଢି ବଢି ଚାଲିଛି। ହୁଁ ଆଉ ଲୋକଙ୍କୁ ସେଟା ଭଲ ବି ଲାଗୁଛି, ସେଟା ବିଜନେସ ପଏଣ୍ଟ ଅଫ ଭ୍ୟୁରୁ ସମସ୍ତେ କରୁଛନ୍ତି। ହୁଁ କ୍ରାଇମ ଆପଣ ଯେତେ ସିନେମାରେ ଦେଖିବେ ଲୋକଙ୍କର ସାହସ ସେତେ ବଢି ବଢି ଚାଲିବ। ଗୋଟେ ଜଷ୍ଟିଫିକେସନ ହଁ, ମିଳିଯାଏ ହଁ, ହଁ, କି ଡେଫିନେଟଲି। ହଁ ଏଇଟା ତ ମୁଭିରେ ଦେଖାଉଛି, ମାନେ ଗୋଟେ ଇଣ୍ଡିଆ ୱାଇଡ ସମସ୍ତେ ଦେଖୁଛନ୍ତି ସେଟା ଆଉ। ଡେଫିନେଟଲି ହବ। ସେଟା ଆମେ ଚାହିଁଲେ ଅଟକେଇ ପାରିବାନି। ହୁଁ କାହିଁକିନା ନର୍ମାଲି ସେ ସବୁ ଜିନିଷ ବଡ ବଡ ମେକର ମାନେ ବିଜନେସ ପାଇଁ କରୁଛନ୍ତି, କାହିଁକିନା ଲୋକଙ୍କୁ ସେଟା ଭଲ ଲାଗୁଛି। ହୁଁ ମାନେ ଜିନିଷ ହଉଛି କଣ, ଫିଲ୍ମ ଇଜ ଏ କମର୍ସିଆଲ ଆଙ୍ଗେଲ, ମାନେ କମର୍ସ ଅଛି। କାହିଁକିନା ହୁଁ ଫିଲ୍ମ ଜଣେ ଯେମିତି ସବୁ ଇଣ୍ଡଷ୍ଟ୍ରିରେ ବିଜନେସ ଅଛି, ଏଇଟା ବି ଗୋଟେ ବିଜନେସ ଇଣ୍ଡଷ୍ଟ୍ରି। ହୁଁ ଆପଣ ମାନେ ମାନନ୍ତୁ କି ନ ମାନନ୍ତୁ, ଯୋଉମାନେ ବି ଫିଲ୍ମ କରୁଛନ୍ତି ସେମାନେ ବିଜନେସ ପାଇଁ ହିଁ କରୁଛନ୍ତି। ହୁଁ ଏଣ୍ଟରଟେନମେଣ୍ଟ ପ୍ଲସ ବିଜନେସ, ଆମେ ଏଣ୍ଟରଟେନମେଣ୍ଟ ବି ଦବୁ, ତା ସହିତ ବିଜନେସ ଡବଲ କରିକି ନବୁ। କିନ୍ତୁ ସାର୍ ବିଜନେସ ଟା କିନ୍ତୁ ଅନଏଥିକାଲ ନୁହଁ? ବାସ୍ ବିଜନେସ୍ ଚକ୍କରରେ ହୁଁ ବର୍ତ୍ତମାନ ଅନେକ ଲୋକଙ୍କ ମାଇଣ୍ଡ ଡିଷ୍ଟ୍ରାକ୍ଟ ଆଡକୁ ଯାଉଛି, ଲୋକମାନେ ମେଣ୍ଟାଲିଟି କ୍ରୁଏଲ ହଉଛନ୍ତି। ତ ଏସବୁ ଜିନିଷ ବି ସଚେତନ ହବା ଦରକାର। ମତେ ମାନେ ଓଡିଶାରେ ତ ଏମିତି କଣ୍ଟେଣ୍ଟ ଆପଣ କେବେ ବି ଦେଖିନଥିବେ। ଯାହା ସବୁ ହଉଛି ବଲିଉଡ ହେଲା, ଆମେ ଯୋଉ ଫିଲ୍ମ ଅଧିକ ଦେଖୁଛୁ ସେଇ ଫିଲ୍ମରେ ସବୁଠୁ ଅଧିକ ହଉଛି। ହୁଁ ହିନ୍ଦୀ ହେଲା, ସାଉଥ ହେଲା, ଏସବୁ ଜିନିଷରେ ହଉଛି। ବଟ୍ ଆପଣ ମ୍ୟାକ୍ସିମମ୍ ଓଡିଆ ଫିଲ୍ମ ଏବେ ରିସେଣ୍ଟ ପିରିୟଡ କଥା କହୁଛି, ଯେତେ ସବୁ ଫିଲ୍ମ ଦେଖୁଥିବେ, ବହୁତ ସୁନ୍ଦର ସୁନ୍ଦର ସିନେମା ସବୁ ଓଡିଶାରେ ହଉଛି। ହୁଁ ଆଉ ଦେଖିବେ ଏମିତି ଗୋଟେ ସମୟ ଆସିବ ଯୋଉ ସମୟରେ କି ଲୋକମାନେ ସେଇ ହିନ୍ଦୀ ତେଲୁଗୁ ଫିଲ୍ମ ଦେଖିବା କମେଇ ଦେବେ, ଆଉ ଓଡିଆ ଫିଲ୍ମ ସବୁଠୁ ଅଧିକା ଦେଖିବେ। ମୋର ଏ ହୁଁ ବିଶ୍ୱାସ ଅଛି। ନିଶ୍ଚିତ ସାର୍। କାହିଁକି ଆମେ ମୁଭି ଦେଖିବାକୁ କାଲି ଯାଇଥିଲୁ, ଅ, ଆମେ ଭାବିଲୁନି କି ଆମେ ଆଉ କଣ ବଲିଉଡ ର କଣ ପଡିଛି ଆମେ ଦେଖିବୁ, ଆମେ ବରବଧୁ ହିଁ ଦେଖିବାକୁ ଆପଣ ଏବେ ଯିବୁ। ବୁକ୍ ମାଇ ଶୋ ଖୋଲି ଦିଅନ୍ତୁ। ହୁଁ ବୁକ୍ ମାଇ ଶୋରେ ଯେତିକି ଫିଲ୍ମ ଥିବ, ଏଇଟା ମୁଁ ଗର୍ବରେ କହୁଛି, ସେ ଫିଲ୍ମର ଡିରେକ୍ଟର ମୁଁ ନୁହଁ, ସେ ଫିଲ୍ମର କୌଣସି ପାର୍ଟ ନୁହଁ ମୁଁ। ହୁଁ ଆପଣ ଯେତେ ଅପସନ ଦେଖିବେ ତା ଭିତରୁ ସବୁଠୁ ବେଷ୍ଟ ଅପସନ ଆପଣ ବରବଧୁ ପାଇବେ। ହୁଁ ତାପରେ ଆଉ ଗୋଟେ ଫିଲ୍ମ ରିଲିଜ ହେଇଛି ଭୂମିକାଙ୍କର ବୋଧେ ଗୋଟେ କଣ ହୁଁ ଫିଲ୍ମ, ସେଟା ବି ଗୋଟେ ଭଲ ଫିଲ୍ମ ଅଛି। ତ ଆପଣ ଓଡିଆ ଫିଲ୍ମ ସବୁଠୁ ବେଷ୍ଟ ନମ୍ବର ୱାନରେ ହିଁ ପାଇବେ। ଆଉ ଆପଣ ଯେତେ ଫିଲ୍ମ ପଡିଛି, ଯୋଉମାନେ ବି ଅନ୍ୟ ଫିଲ୍ମ ଦେଖିବାକୁ ଯାଉଛନ୍ତି, ଆପଣ ସେ ଫିଲ୍ମ ଦେଖନ୍ତୁ, ଆଉ ଥରେ ଓଡିଆ ଫିଲ୍ମଟେ ଦେଖନ୍ତୁ, ବରବଧୁ ଦେଖନ୍ତୁ, ଆପଣଙ୍କୁ ବରବଧୁ ବହୁତ ଭଲ ଲାଗିବ। ନିଶ୍ଚିତ। ଆମେ ତ ନିଜେ ଦେଖିକି ଆସିଛୁ, ବହୁତ ଭଲ ଥିଲା। ସାର୍ ଆପଣ ଜଣେ ଆଙ୍କର ଥିଲେ, ଆକ୍ଟର ଥିଲେ ଆଉ ଡିରେକ୍ଟର, କୋଉଥିରେ ବେଶୀ ପଇସା? ପଇସା ସବୁଥିରେ ଅଛି। ପଇସା ସବୁଥିରେ ଅଛି, ଗୋଟେ ସେଲ୍ଫ ସାଟିସ୍ଫାକ୍ସନ ଥାଏ। ହୁଁ ମାନେ ନିଜକୁ ଭଲ ଲାଗେ। ମତେ ଆଙ୍କରିଂ ଯେତେବେଳେ କରୁଥିଲି, ମତେ ଆଙ୍କରିଂ ବହୁତ ଭଲ ଲାଗେ। ସେଟା ମୋର ଆରମ୍ଭ, ମୁଁ ତାକୁ କେବେ ଭୁଲି ପାରିବିନି। ହୁଁ ଆକ୍ଟିଂ ଆକ୍ଟିଂ କରିବା ସମୟରେ ମାନେ ମତେ ଲାଗେ ଯେ ମୁଁ ଯୋଉ କାମଟା କରୁଛି ତାକୁ ମନ ଦେଇ କରିବା ଦରକାର। ହୁଁ ତ ମନ ଦେଇ ଯଦି ଗୋଟେ କାମ କରିବି, ତାହେଲେ ସେ କାମଟାକୁ ମୁଁ ଭଲସେ କରିପାରିବି। ଆଉ ମୁଁ ଯେତେବେଳେ ଯୋଉ କାମଟା କରେ ମନ ଦେଇକି କରେ। ତ ଆଜି ଡିରେକ୍ଟର ଆପଣ କୁହନ୍ତୁ ଆକ୍ଟରଙ୍କର ସ୍କୋପ କେତେ ବହୁତ। ଓଡିଶାରେ? ବର୍ତ୍ତମାନ ବହୁତ ଭଲ ଭଲ ଆକ୍ଟର ଆମେ ଖୋଜୁଛୁ। ନୂଆ ନୂଆ ଆକ୍ଟର ଆମେ ଖୋଜୁଛୁ। ମୁଁ ତ ମାନେ ଓପନଲି ବର୍ତ୍ତମାନ ବହୁତ ଗୁଡେ ପିଲାମାନେ ମେସେଜ କରନ୍ତି, ପୋର୍ଟଫୋଲିଓ ପଠାନ୍ତି। ମୁଁ ମୋ ମେଣ୍ଟାଲିଟି ହିସାବରେ ଆପଣମାନେ ପ୍ୟାସନେଟ୍ ହୁଅନ୍ତୁ କାମ ପ୍ରତି। ପ୍ରଥମେ ନିଜେ ନିଜ ଘରେ ହିଁ ପ୍ରାକ୍ଟିସ କରନ୍ତୁ। ନିଜର ଭଏସ୍ ଉପରେ କାମ କରନ୍ତୁ। ନିଜର ଏକ୍ସପ୍ରେସନ ଉପରେ କାମ କରନ୍ତୁ। ଟିକେ ପ୍ରାକ୍ଟିସ କରିକି ଯଦି ଆପଣ ଇଣ୍ଡଷ୍ଟ୍ରିକୁ ଆସୁଛନ୍ତି, ଇଣ୍ଡଷ୍ଟ୍ରିରେ ବହୁତ ସ୍କୋପ ଅଛି ଆକ୍ଟିଂର। କାହିଁକିନା ବହୁତ ଗୁଡେ ଆକ୍ଟର୍ସ ମାନଙ୍କ ରିକ୍ୱାରମେଣ୍ଟ ଅଛି ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରିରେ। ହୁଁ
ସାର୍ ଯଦି ଆମେ ଦେଖିବା ଟିକେ ଆକ୍ଟ୍ରେସ୍ ଅନୁଭବ ଯେମିତିକା ଆକ୍ଟର ଥିଲେ ସେମିତି ବୋଧେ ହୁଏ ଆଜିକା ଡେଟ୍‌ରେ ଆମେ ଆଉ କାହାକୁ ଦେଖୁନୁ। ସେମିତି ଆକ୍ସନ କରିପାରିବା, ସେମିତି ଇଏ କରିପାରିବା। ଆପଣ ସେ ସ୍କୋପ୍ ଦେଖୁଛନ୍ତି କି ସେମିତି ଆକ୍ଟର ଆସିଲେ ହଁ, ବି? ସେମିତି ଆକ୍ଟର ଆମେ ଖୋଜୁଛୁ। ଆଉ ମାନେ ଅନୁଭବ ଭାଇଙ୍କ ଭଳିଆ ଆଉ ଗୋଟେ ସେମିତି ଛପୁଟିଆ ଟୋକା, ହୁଁ। ଗୋଟେ ଷ୍ଟାଇଲର ଚାଲିଥିବ, ଆକ୍ସନ କରିପାରୁଥିବ, ଭଲ ଡାୟଲଗ୍ସ କହିପାରୁଥିବେ। ଆମ୍, ସେଭଳିଆ ପିଲା ଆମେ ଖୋଜୁଛୁ, ଏପର୍ଯ୍ୟନ୍ତ ମିଳିନି। ଯେବେ ମିଳିବ ଆମେ ଡେଫିନେଟଲି ତାଙ୍କୁ ନେଇକି ଆମେ ଷ୍ଟାର୍ଟ କରିବା। ଏବେକା ଯୋଉ ଆକ୍ଟ୍ରେସ୍ ମାନେ ଅଛନ୍ତି, ଆପଣ ଭାବୁଛନ୍ତି ପୁରା ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେଇଯିବେ? ନେବେ, ଆହୁରି ଆମକୁ ନୂଆ ଆକ୍ଟର ବି ଦରକାର ଅଛି। ହୁଁ। କାହିଁକି ନା ନର୍ମାଲି ଆମକୁ ପୁରୁଣା ଆକ୍ଟର ମାନଙ୍କର ସପୋର୍ଟ ଯେତିକି ଅଛି, ହୁଁ। ନୂଆ ଆକ୍ଟର ମାନଙ୍କର ସପୋର୍ଟ ବି ସେତିକି ଅଛି। ସେମାନେ ପରଫର୍ମ ବି ୱେଲ୍ କରୁଛନ୍ତି। ତା ସହିତ ଆହୁରି ନୂଆ ଆକ୍ଟର ଦରକାର ବି ଅଛି। ହୁଁ। ତ ସବୁ ଜିନିଷ ବାଲାନ୍ସ ରେ ଚାଲିଛି ଏବେ। ତ ଆଉ ଇଣ୍ଡଷ୍ଟ୍ରି ବି ବର୍ତ୍ତମାନ ଯେତେ ସବୁ ମେକର୍ସ ମାନେ ଅଛନ୍ତି ସମସ୍ତେ ବହୁତ ହାର୍ଡ ୱାର୍କ କରୁଛନ୍ତି। ନ୍ୟୁ କମର ମାନଙ୍କ ଉପରେ ବି ଆଉ ଆମର ପୁରୁଣା ଆକ୍ଟର ମାନଙ୍କ ଉପରେ ବି। ହୁଁ। ଇଣ୍ଡଷ୍ଟ୍ରି ଇଜ ଗ୍ରୋଇଂ। ସାର୍ ମୁଁ ଜଣେ କଥା ହେଇଥିଲି ଜଣେ ନ୍ୟୁକମରଙ୍କ ସହିତ। ସେ କହିଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ଟିଂକୁ ଓନ୍ଲି ପ୍ରଫେସନ କରିକି ଚଳିବା ଟିକେ କଷ୍ଟ। ହୁଁ 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 ଆପଣ ଗୋଟେ ବ୍ୟାକଅପରେ କିଛି ରଖନ୍ତୁ। ହୁଁ ହୁଁ ଆଉ ହୁଁ। ଜଣଙ୍କ ସହିତ କଥା ହେଇଥିଲି ସେ କହିଲେ ନାଇଁ, ଆରାମରେ ଚଳିହବ, ସବୁ କିଛି କରିହବ। କୋଉଟା ସତ ସାର୍? ସତ ମିଛ ଡିପେଣ୍ଡ କରେ ଆପଣଙ୍କ ଉପରେ। ହୁଁ। ମୋର ଯଦି ଏକ୍ସପେକ୍ଟେସନ ଥିବ ଯେ ମୁଁ ଇଣ୍ଡଷ୍ଟ୍ରି ଗୋଟେ କୋଟି ଟଙ୍କା ପାଇଯିବି, ଲୋଭ ସବୁବେଳେ ମଣିଷକୁ ହଇରାଣ କରେ। ହୁଁ। ଦେଖନ୍ତୁ ଏଠି ମୁଁ ଆପଣଙ୍କୁ ଆକ୍ଟିଂ କଥା ଭୁଲି ଯାଆନ୍ତୁ, ଇଣ୍ଡଷ୍ଟ୍ରି କଥା ଭୁଲି ଯାଆନ୍ତୁ, ହୁଁ। ଯେକୌଣସି ଫିଲ୍ଡ କଥା କୁହନ୍ତୁ, ପାନ ଦୋକାନଟେ ହଉ ହୁଁ। ପଛେ। ଗୋଟେ ଛୋଟିଆ ପାନ ଦୋକାନରେ ଲୋକ ମାସକୁ ଯଦି 20,000 ରୋଜଗାର କରେ, ସେ କହିବ ଭାଇ ମୋ ପାଇଁ ଏତିକି ବହୁତ। ହୁଁ। କିନ୍ତୁ ତା ଭିତରେ ବି ପାନ ଦୋକାନୀ ଅଛନ୍ତି ଯୋଉ ପାନ ଦୋକାନୀ କି 20,000 ପାଇକି ଏତିକିରେ କିଏ ଚଳିବ, ଘର ଚଳୁନି, ହୁଁ। ଆଉ 20,000 ଦରକାର। ଆପଣ ଯଦି ତାଠୁ ଟିକେ ବଡ ଦୋକାନକୁ ଯିବେ, ମିଠା ଦୋକାନ, ମିଠା ବାଲା ଦୋକାନୀଙ୍କର ରୋଜଗାର ହଉଛି ମାସକୁ 1,00,000 ରୁ 2,00,000 ଟଙ୍କା। ହୁଁ। ତାଙ୍କ ଭିତରେ ବି ଏକ୍ସପେକ୍ଟେସନ ଥାଏ ଆଉ 1,00,000 ଟଙ୍କା ଅଧିକ ହେଲେ ଟିକେ ହୁଅନ୍ତା। ହୁଁ। କିନ୍ତୁ ତା ଭିତରେ ବି ଲୋକ ଅଛନ୍ତି ଯୋଉମାନେ କହୁଛନ୍ତି ଆମେ ଆମ କାମରେ ସାଟିସ୍ଫାକ୍ସନ। ତେଣୁ ହୁଁ। ଆପଣ ସାଟିସ୍ଫାକ୍ସନ ସେଟା ଡିପେଣ୍ଡ କରେ ମଣିଷର ମେଣ୍ଟାଲିଟି ହୁଁ। ଉପରେ। ଷ୍ଟିଲ୍ ସାର୍ ଗୋଟେ ନିଡ୍ ଥାଏ, ହୁଁ। ବେସିକ୍ ନିଡ୍ ଥାଏ। ବେସିକ୍ ନିଡ୍ ଡେଫିନେଟଲି ଗୋଟେ ଫିଲ୍ମରେ ଗୋଟେ ଆକ୍ଟର ଯଦି ଭଲ ଆକ୍ଟର କଥା ହୁଁ। କହୁଛି। ହୁଁ। କାହିଁକିନା ଭଲ ଆକ୍ଟର ଭିତରେ ବହୁତ କଥା ଜିନିଷ ଯାଉଛି, ଏଲିମେଣ୍ଟସ। ହୁଁ। ମୁଁ ଭଲ ଆକ୍ଟିଂ କରୁଥିବି କିନ୍ତୁ ଆଉ କିଛି ଗୁଣ ନଥିବ, ତାହେଲେ ତାକୁ ଭଲ ଆକ୍ଟର କୁହାଯାଏନି। ଆଚ୍ଛା। ଭଲ ଆକ୍ଟର ଭିତରେ ଯେ ମୁଁ ଭଲ ଆକ୍ଟିଂ କରୁଥିବି, ମୁଁ ଡିସିପ୍ଲିନ ଥିବି, ମୁଁ ମୋ କାମ ପ୍ରତି ଡେଡିକେଟେଡ ଥିବି, ମୋ ବ୍ୟବହାର ସମସ୍ତଙ୍କ ପ୍ରତି ୱେଲ୍ ଆଣ୍ଡ ଗୁଡ୍ ଥିବ। ହୁଁ। ଏଇଟାକୁ ଗୋଟେ ଭଲ ଆକ୍ଟରର ଦର୍ଜା ଦିଆଯାଏ। ହୁଁ। ତେଣୁ ଏତିକି ଜିନିଷ ଥିବା ଆକ୍ଟର ମାନେ ମତେ ଲାଗେନି ସେମାନେ କେବେ ହଇରାଣ ହେବେ। ଆଜ୍ଞା। ସେମାନେ ବ୍ୟାକ୍ ଟୁ ବ୍ୟାକ୍ କାମ ପାଇବେ, ଭଲ କାମ ପାଇବେ। ଗୋଟେ ସେଲିବ୍ରିଟିର ଲାଇଫ୍ ସେ ବଞ୍ଚିପାରିବେ। 100% ବଞ୍ଚିପାରିବେ। ନିଶ୍ଚିତ ସାର୍। ସାର୍ ଆମେ ଯଦି ଟିକେ ପୂର୍ବ ମୁଭି ଦେଖିବା, ମିହିର ଦାସ ହେଇଯାଆନ୍ତୁ, ବିଜୟ ମହାନ୍ତି ହେଇଯାଆନ୍ତୁ, ଉତ୍ତମ ମହାନ୍ତି ହେଇଯାଆନ୍ତୁ, ଏମାନେ ସବୁ କ୍ୟାରେକ୍ଟର ପ୍ଲେ କରିଦଉଥିଲେ। ଭିଲିଆନ ବି ହେଇଯାଉଥିଲେ, କମେଡିଆନ ବି ହେଇଯାଉଥିଲେ, ହିରୋ ବି ହେଇଯାଉଥିଲେ, ଭାଇ ବି ହେଇଯାଉଥିଲେ, ସବୁ ହେଇଯାଉଥିଲେ। ତ ଆମେ ଆଉ ସେଇ ଜିନିଷଟା ଏବେକାର ଦେଖୁନୁ। ଯଦି ଶୈଳେନ୍ଦ୍ର ହିରୋ ଆମେ ତାଙ୍କୁ ହିରୋରେ ହିଁ ଦେଖୁଛୁ। ସେ ଜିନିଷଟା କଣ ପାଇଁ ଚେଞ୍ଜ ହେଲା ନା ଆକ୍ଟରଙ୍କ ଭିତରେ ସେ କ୍ୟାପାବିଲିଟିସ୍ ନାହିଁ ସବୁ କ୍ୟାରେକ୍ଟର ପ୍ଲେ କରିବା ପାଇଁ। 100% ଅଛି। ବର୍ତ୍ତମାନ ଯଦି ଆପଣ ଡେଲିଭରି ବୟ ଦେଖିଥିବେ, ଡେଲିଭରି ବୟରେ ମୋର ଜଣେ ଚରିତ୍ର ନ୍ୟୁଲି ଇଣ୍ଟ୍ରୋଡ୍ୟୁସ କରିଥିଲି ସୁଶାନ୍ତ ଦାସ ମହାପାତ୍ର। ଆଚ୍ଛା। ସିଏ ଡେଲିଭରି ବୟରେ ଭିଲିଆନ ହେଇଥିଲେ। ହୁଁ। ଡେଲିଭରି ବୟ 2 ରେ ସିଏ ବାପା ହେଲେ। ଆଚ୍ଛା। ଗୋଟେ କ୍ୟାରେକ୍ଟର ରୋଲ କଲେ। ତାପରେ ଗୋଟେ ଫିଲ୍ମ କରିଛନ୍ତି ଏବେ ରିସେଣ୍ଟଲି, ସେଥିରେ କମେଡି କରିଛନ୍ତି। ହୁଁ। ତ ବହୁତ ଭେରାଇଟି କ୍ୟାରେକ୍ଟର ସିଏ ଆଟେଣ୍ଡ କଲେ। ମୋଟରସାଇକେଲ ସିନେମାରେ ମଧ୍ୟସ୍ଥି ହେଇଛନ୍ତି। ତ ହୁଁ। ଭେରାଇଟି ଜନର କ୍ୟାରେକ୍ଟର କରୁଛନ୍ତି। ନୂଆ ଆକ୍ଟର ମାନେ ବର୍ତ୍ତମାନ ଏକ୍ସେଲେଣ୍ଟ କାମ କରୁଛନ୍ତି। ହୁଁ। ମାନେ ନିହାତି ଭାବେ ମୁଁ କହିବି ଯୋଉ ଗୁରୁଜନ ମାନେ ଆଜି ଆମ ପାଖରେ ନାହାନ୍ତି, ସେମାନଙ୍କ ଆଶୀର୍ବାଦ ପାଇଁ ଆମର ନ୍ୟୁ ଆକ୍ଟର୍ସ ମାନେ ବହୁତ ଭଲ ଭଲ କାମ, ବହୁତ ଭେରାଇଟି ପ୍ରକାରର କାମ କରୁଛନ୍ତି। ହୁଁ। ସାର୍ ଆଉ ଗୋଟେ କଥା କହିବି ଯେମିତି ଆମେ ପୁରା ଲିଜେଣ୍ଡାରୀ ଆକ୍ଟର ଆମେ ଅପରାଜିତା ମହାନ୍ତି, ମହେଶ୍ୱତା ରାୟ, ବିଜୟ ମହାନ୍ତି, ଉତ୍ତମ ମହାନ୍ତି ସେମିତି ଆକ୍ଟ୍ରେସ୍ ମାନେ ଏବେ ଅଛନ୍ତି ବୋଲି ଆପଣ ଭାବୁଛନ୍ତି ନା ଆଉ ଟିକେ ଇମ୍ପ୍ରୁଭମେଣ୍ଟସ ଦରକାର ଆମ ଅଛନ୍ତି, ବହୁତ ଭଲ ଭଲ ଆକ୍ଟର ଅଛନ୍ତି। ଆଗକୁ ଯାଇକି ଏମାନେ ବି ସେମିତି ଲିଜେଣ୍ଡାରୀ 100% ଆକ୍ଟର? 100% ସେମାନେ ଗୋଟେ ଗୋଟେ ଲେଜେଣ୍ଡ ହେଇପାରିବେ ଭବିଷ୍ୟତରେ। ସବୁ ଜିନିଷର ଗୋଟେ ପିରିୟଡ ଥାଏ। ହୁଁ। ତ ବର୍ତ୍ତମାନ ପିରିୟଡରେ ବି ଯୋଉ ଯୋଉ ସବୁ ଆକ୍ଟର ଅଛନ୍ତି, ବାବୁସାନଙ୍କ ଭଳିଆ ଆକ୍ଟର ହୁଁ। ଯିଏକି ଏତେ ସୁନ୍ଦର ପରଫର୍ମ କରନ୍ତି, ସେ ବର୍ତ୍ତମାନ ହିରୋ ହଉଛନ୍ତି ନୋ ଡାଉଟ୍। କିନ୍ତୁ ଯୋଉ ଆପଣଙ୍କର ଯୋଉ ଅଛି ଭେରାଇଟି ଅଫ କ୍ୟାରେକ୍ଟର୍ସ, ହୁଁ। ବାବୁସାନଙ୍କୁ ଆପଣ ଯୋଉ କ୍ୟାରେକ୍ଟର ଦିଅନ୍ତୁ ସେ ବହୁତ ସୁନ୍ଦର ଭାବେ କରିପାରିବେ। ମୋର ବାବୁସାନ ସୁଯୋଗ ଜଣେ ମିଳିନି ତାଙ୍କ ସହିତ ଭର୍ସାଟାଇଲ୍ କାମ ଆକ୍ଟର। କରିବା ପାଇଁ, ବଟ୍ ସେ ଗୋଟେ ବହୁତ ଭର୍ସଟାଇଲ ଆକ୍ଟର, ହୁଁ। ବହୁତ ବଢିଆ ଆକ୍ଟର ସେ। ଟ୍ରୁ ସାର୍। ସାର୍ ଆଜ୍ ଏ ଡିରେକ୍ଟର ଆମେ ଭାବୁ କି ଗୋଟେ ମୁଭି ଡିରେକ୍ଟ କଲେ ବହୁତ ଭଲ ଚାଲିଲା, ପ୍ରଫିଟ ହେଲା। ତା ଛଡା ଡାର୍କ ସାଇଡ୍ କଣ ଅଛି ଜଣେ ଡିରେକ୍ଟରଙ୍କର? ସାଇଡ୍ ଆପଣଙ୍କୁ ମାନେ ଯଦି ପ୍ୟାସନେଟ ଡିରେକ୍ଟର ଲାଇଫରେ ହୁଁ। ଫ୍ୟାମିଲି ଲାଇଫ ଦେଇ ଦେଇ ହୁଏନି।
ଆଚ୍ଛା। ଫ୍ୟାମିଲି କୁ ଟାଇମ ଦେଇ ହୁଏନି। ତ ସେଟା ଫ୍ୟାମିଲି ଯଦି ବୁଝି ଯାଉଛନ୍ତି ତାହେଲେ ବହୁତ ଭଲ କଥା, ଯଦି ହୁଁ। ବୁଝି ପାରନ୍ତିନି ସେଟା ବହୁତ ଡିଫିକଲ୍ଟ ହୁଏ। ତ ମୁଁ ଧନ୍ୟବାଦ ଦେବି ମୋ ଫ୍ୟାମିଲି ମେମ୍ବର୍ସ ମାନଙ୍କୁ, ମୋ ବାପା ମାମା, ମୋ ଧର୍ମପତ୍ନୀଙ୍କୁ, ଯୋଉମାନେ କି ମତେ ଫୁଲ ଅନ୍ ସପୋର୍ଟ କରୁଛନ୍ତି ବୋଲି ତାହେଲେ ମାନେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିପାରୁଛି, ଯୋଉଟା କି ନର୍ମାଲି ସମସ୍ତେ ବୁଝିବା ଦରକାର ଯେ ଗୋଟେ ପ୍ୟାସନେଟ୍ ଡିରେକ୍ଟର କଥା କହୁଛି, ହୁଁ। ଯୋଉମାନେ ସିରିୟସଲି ଡିରେକ୍ସନ ଦଉଛନ୍ତି, ଯୋଉମାନେ ପ୍ୟାସନେଟ୍ ଡିରେକ୍ଟର, ସେମାନେ କେବେ ବି ଫ୍ୟାମିଲିକୁ ସମୟ ଦେଇ ହିଁ ପାରିବେନି, ହୁଁ। କେବେ ଦେଇପାରିବେନି, ହୁଁ। କାହିଁକି ନା ସେମାନେ ଗୋଟେ ପାଗଳାମିରେ ବୁଡିକି ଥାନ୍ତି। ହୁଁ। ଲୋକ ଭାବନ୍ତି ଡିରେକ୍ଟର ସୁଟିଂ ସରିଗଲେ ତାଙ୍କ କାମ ସରିଯାଏ, ଅନେକ ଲୋକ ବି ସେୟା କରୁଛନ୍ତି ବର୍ତ୍ତମାନ, କିନ୍ତୁ ମୁଁ ମୋ ପର୍ସନାଲି ଆଜ ଏନ୍ ଡିରେକ୍ଟର ହିସାବରେ ମୁଁ ପ୍ରିରେ ସମୟ ଦିଏ, ସୁଟିଂ ସରିଗଲା ପରେ ପୋଷ୍ଟରେ ମୁଁ ନିଜେ ବସେ, ପ୍ରମୋସନରେ ମୁଁ ନିଜେ ଠିଆ ହୁଏ, ସିନେମା ରିଲିଜ ନିଜେ ଠିଆ ହେଇ କରାଏ, ହୁଁ। ଫିଲ୍ମ ବିକ୍ରି ବି ମୁଁ ନିଜେ ଠିଆ ହେଇ କରାଏ। ତ ସେଥିଲାଗି ମୋ ସମୟଟା ମତେ ଟିକେ ଅଧିକ ସମୟ ଦବାକୁ ପଡେ ମୋ ଫିଲ୍ମ ପାଇଁ। ସେଟା ମୁଁ କହିବିନି ଯେ ମୁଁ କାହିଁକି କରେ, ସେଟା ମୋର ଭଲ ପାଇବା ମୋ ସିନେମା ପ୍ରତି। ଆଉ ଏଟା କେବଳ କୌଣସି ପର୍ଟିକୁଲାର କୋଉ ଫିଲ୍ମ ପାଇଁ ନୁହଁ, ମୁଁ ସବୁ ଫିଲ୍ମ ପାଇଁ ମୁଁ କରେ। ସେ ଗୋଟେ ମୁଭି ହବା ପାଇଁ କେତେ ଟାଇମ ଲାଗିଯାଏ ଆଭରେଜ? ମିନିମମ୍ 7 ରୁ 8 ମାସ। 7 ରୁ 8 ମାସ। ଯଦି ପ୍ରପରଲି ଆପଣ ଯଦି ମନ ଦେଇ କରୁଛନ୍ତି, ମିନିମମ୍ ରୁ ମିନିମମ୍ ଆପଣ 7 ରୁ 8 ମନ୍ଥs ଲାଗିବ ହିଁ ଲାଗିବ। ସାର୍ ଆପଣ ଗୋଟେ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି, ଗୋଟେ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି, ଆପଣ କଲା ଭିତରେ ସେଇ ଟାଇପ ର ମୁଭି ରିଲିଜ ହେଇଯାଉଛି, ସେ ଓଡିଆରେ ହଉ କିମ୍ବା ବଲିଉଡରେ ହଉ, ଯେମିତି ଡେଲିଭରି ବୟ ପୂର୍ବରୁ ଗୋଟେ ମୁଭି ରିଲିଜ ହେଇଥିଲା କପିଲ ଜିଗାଟ। ଶର୍ମାଙ୍କର ଜିଗାଟୋ, ସେମିତି ଯଦି ଗୋଟେ ମୁଭି ରିଲିଜ ହେଇଯାଉଛି, ଆପଣ କଣ ଭାବନ୍ତି ସେ ପ୍ରୋଜେକ୍ଟଟା ସେଟା ଭାରି ପ୍ରୋବ୍ଲେମ ହୁଏ, ମାନେ ବେଳେ ବେଳେ ମାଇଣ୍ଡ ମ୍ୟାଚ୍ କରି ଯେ ମାନେ ଆମେ ସବୁ ସେଟ୍ କରି ସୁଟିଂ କରି ରେଡି କଲା ବେଳକୁ ସେତେବେଳେ ଜୁଇଗାଟା ଆସିଗଲା, ସେଟା ପୁଣି ଡେଲିଭରି ବୟ ହଉଛି ମୋର ଫାଷ୍ଟ ଫିଲ୍ମ, ତ ସେତେବେଳେ ଭାରି ଡିଫିକଲ୍ଟ ହେଇଥିଲା। ମୁଁ କହିଲି କଣ ହବ, ଲୋକ ଭଲ ପାଇବା ଦେବେ ନ ଦେବେ, କିନ୍ତୁ ଆପଣ ବିଲିଭ କରିବେନି ଓଡିଶାରେ ଜୁଗାଟୋ ଯିଏକି ଇନକମ କରିଥିଲା ଜମା 4 ଲକ୍ଷ ଟଙ୍କା, ସେ ପୁଣି ଓଡିଶାରେ ବି ସୁଟ୍ ହେଇଥିଲା। କେବଳ ଓଡିଶାରେ ସୁଟ ହେଇଥିଲା, ହେଇକି କପିଲ ଶର୍ମା ହିରୋ ଥାଇକି ହୁଁ। ସେ ଫିଲ୍ମ କେବଳ ଓଡିଶାରେ ବିଜନେସ କରିଥିଲା 4 ଲକ୍ଷ ଟଙ୍କା। ଆଉ ଆଟ ଦ ସେମ ଟାଇମ ଡେଲିଭରି ବୟ ଯେତେବେଳେ ଓଡିଶାରେ ଇନକମ କରିଥିଲା 28 lakhs। ହୁଁ। ତ ଟେନସନ ଥିଲା, କିନ୍ତୁ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ଥାଏ। ଆପଣ ଯଦି ସଚୋଟରେ ଥିବେ, ମାନେ ପ୍ରପର ଆପଣ ଜାଣିଥିବେ କଣ ମତେ କରିବାର ଅଛି, ଆଉ ଆପଣଙ୍କର ସବଜେକ୍ଟ ଉପରେ ଆପଣ କନଫିଡେଣ୍ଟ ଥିବେ, ତ ଡେଫିନେଟଲି ଭଗବାନ ଆପଣଙ୍କ ସାଙ୍ଗରେ ସବୁବେଳେ ରହିବେ। ସାର୍ ଯେତେବେଳେ ଆଜ ଅ ଅଡିଏନ୍ସ ଆମେ ଯେତେବେଳେ ଡେଲିଭରି ବୟ ରିଲିଜ ହେଲା, ଆମେ ବି ଭାବିଲୁ କି କପିଲ ଶର୍ମାଙ୍କ ମୁଭିର କପି ବୋଧେ, କିନ୍ତୁ ଯାଇକି ଯେତେବେଳେ ଦେଖିଲୁ ଡିଫରେଣ୍ଟ କନସେପ୍ଟ, ଆଉ ଆମ ଓଡିଆ ମୁଭି, ମୁଁ ଏଇଟା ଦାବା ଦେଇକି କହୁଛି, ଡେଲିଭରି ବୟ ବହୁତ ହି ବେଟର ହେଇଥିଲା, ବହୁତ ହି ବେଟର। ଗୋଟେ ଇମୋସନ ଥିଲା, ହସ ଥିଲା, ହସିକି ଆସିଲୁ, କାନ୍ଦିକି ଆସିଲୁ, ଗୋଟେ ମୁଭି ଫୁଲ ପ୍ୟାକେଜ ଥିଲା। ସେ ଆଜ ଏ ଡିରେକ୍ଟର ଇଏ ଗୋଟେ କଲା କଣ୍ଡିସନ, ଆଉ କଣ କଣ୍ଡିସନ୍ସ ଥାଏ ଯୋଉଟାରେ ଆପଣଙ୍କୁ ଟିକେ ହେକ୍ଟିକ ହୁଏ? ହେକ୍ଟିକ ଗୋଟେ ଡିରେକ୍ଟରକୁ ହୁଏ ଯଦି ମାନେ ମ୍ୟାକ୍ସିମମ୍ କ୍ଷେତ୍ରରେ ପ୍ରଡ୍ୟୁସର ମାନେ ବୁଝିଯାଆନ୍ତି, ଆର୍ଟିଷ୍ଟ ମାନେ ବି ବୁଝିଯାଆନ୍ତି, ବେଳେ ବେଳେ ଯଦି ପ୍ରଡ୍ୟୁସରଙ୍କ ସପୋର୍ଟ ନ ରହେ, ଆର୍ଟିଷ୍ଟ ମାନଙ୍କର ସପୋର୍ଟ ନ ରୁହେ, ଗୋଟେ ଡିରେକ୍ଟର ଭାବିଥିବା କଥାକୁ କେବେ ଫୁଲଫିଲ କରିପାରେନି। ମନେକର ଆପଣ ଭାବୁଛନ୍ତି ଗୋଟେ ଜିନିଷ, ଗୋଟେ ହଉ ହଉ ଗୋଟେ ଜିନିଷ ବଢିଗଲା, ମନେକର ଆପଣ ବଜେଟ ଦେଇଛନ୍ତି ମତେ 80 lakhs ଭିତରେ ଫିଲ୍ମ କମ୍ପ୍ଲିଟ କରିବାର ଅଛି, କିନ୍ତୁ ଆଉ 2-3 lakhs ବଢୁଛି, ଦ୍ୟାଟ୍ସ ଫର ଏ ବେସିକ ରିଜିନ, ଭ୍ୟାଲିଡ ରିଜିନ। ତ ସେଇଟା ଯଦି ପ୍ରଡ୍ୟୁସର ମାନେ ବୁଝିଯାଆନ୍ତି ତାହେଲେ ସେଇଟା ସହଜ ହୁଏ, ଯଦି ନ ବୁଝନ୍ତି ଡିରେକ୍ଟର ମାନଙ୍କୁ ବହୁତ ବୁଝିବାକୁ ପଡେ। ଆର୍ଟିଷ୍ଟ ମାନଙ୍କର ଟାଇମ ସିଡ୍ୟୁଲ, ମନେକର ମୋର ଏଇ ଡେଟରେ ସୁଟ୍ ଅଛି, ସେମାନେ ଯଦି ସେଇ ଡେଟରେ ଯଦି ଗୋଟେ ଯାତ୍ରା ପ୍ରୋଗ୍ରାମ ରଖିଦେଇଥିବେ, କୋଉଠି ଇଭେଣ୍ଟ ପଳେଇବେ, ତ ସେଇ ଜିନିଷ ଗୁଡା ଯଦି ଆର୍ଟିଷ୍ଟ ବୁଝିଯାଆନ୍ତି ତାହେଲେ ଡିରେକ୍ଟର କିଛି ହଇରାଣ ହୁଏନି। ଯଦି ଭାବନ୍ତୁ ଆପଣ ଡେଟରେ ସୁଟ୍ ରଖିଛନ୍ତି, ସେଇ ଡେଟରେ ଆମ ଆର୍ଟିଷ୍ଟ ମାନେ ଯାଇ ପ୍ରୋଗ୍ରାମ କରିବେ, କୋଉଠି ଫିତା କାଟିବେ, ତ ଆପଣଙ୍କର ସେଇଠି ପ୍ରଡ୍ୟୁସର ଷ୍ଟ୍ରେଟ ଗୋଟେ ଦିନ ସୁଟିଂ ଅଫ୍ ହେଲା ମାନେ 3-4 ଲକ୍ଷ ଟଙ୍କା ଲସ୍। ତ ଏଇ କୋପଅପ୍ ଟା ନର୍ମାଲି ମୁଁ କେବେ ଫେସ୍ କରିନି, କିନ୍ତୁ ବହୁତ ଗୁଡେ ଜାଗାରେ ମୁଁ ଶୁଣିଛି ଏମିତି ଇସ୍ୟୁଜ ସବୁ ଆସେ। ତ ଏଇସବୁ ଜିନିଷ ସମସ୍ତେ, ମାନେ ଫିଲ୍ମଟା କଣ କି ଗୋଟେ ଡିରେକ୍ଟର କେବଳ କାମ ନୁହଁ ନା, ଫିଲ୍ମଟା ଗୋଟେ ଏଣ୍ଟାୟାର ଟିମର କାମ। ତ ସମସ୍ତେ ସିନେମା ପ୍ରତି ସିରିୟସ ହବା ଦରକାର ଯେ ଏଇଟା ମୋ କାମ, ମତେ ଏଟାକୁ ବେଷ୍ଟ ରୁ ବେଷ୍ଟ କରିବାର ଅଛି। ତ ଏଇ ଜିନିଷ ଯଦି ସମସ୍ତଙ୍କ ମନ ଭିତରେ ରହିଲା, ତାହେଲେ ଦେଖିବେ ସବୁ ଗୋଟିଏ ଦିଟା ଯୋଉ ଆମର ହିଟ୍ ହଉଛି, ସବୁ ସିନେମା ଲୋକଙ୍କୁ ଭଲ ଲାଗିବ, ସବୁ ସିନେମା ବିଜନେସ କରିବେ। ଅଶ୍ୱିନୀ ସାର୍ ଆଜ ଏ ଡିରେକ୍ଟର କେମିତି? ସେଇଟା ଆକ୍ଟର ମାନେ କହିବେ, ସେଟା ମୁଁ କହିପାରିବିନି। ମୁଁ ମୋ କାମଟାକୁ ମନ ଦେଇ କରେ, ଭଲସେ କରେ, ବାକି ଡିପେଣ୍ଡ କରେ ସେଟା ଆର୍ଟିଷ୍ଟ ମାନେ ପୂର୍ବରୁ ଆମେ ଅମୃତ୍ୟା ସାର୍ଙ୍କ ସହିତ କଥା ହଉଥିଲୁ, ସେ ବି ଜଣେ ଡିରେକ୍ଟର। ସେ କହିଲେ ମୁଁ ଡିରେକ୍ଟର ନୁହଁ, ମୁଁ ଡିଟେକ୍ଟର, ମୋ ହିସାବରେ ଚାଲିବା ଦରକାର।
ସେମିତି ଅଶ୍ୱିନୀ ସାର୍ କେମିତି ନା, ଜଣେ ମୋ ହିସାବରେ ମୁଁ କେବେ କହିବିନି ଚାଲିବା ଦରକାର। ସମସ୍ତଙ୍କର ମତେ ଲାଗେ ଫିଲ୍ମ ଇଜ୍ ଏ ଟିମ୍ ୱାର୍କ। ହୁଁ। ତ ସମସ୍ତଙ୍କର ମନକୁ ନେଇକି ଚାଲିବାକୁ ପଡିବ। କିନ୍ତୁ ସାର୍ ସିନେମା ଆପଣ ଗୋଟେ ଭାବିଥିବେ ଗୋଟେ ମାଇଣ୍ଡରେ ଗୋଟେ ଏଇଟା ଏମିତି ହବା ଦରକାର। ମୁଁ ଯାହା ଭାବିଥିବି ସେଇଟା ବେଦର ଗାର ବୋଲି ମତେ ଲାଗେନି କେବେ। ଦେଖନ୍ତୁ, ହୁଁ। ମୁଁ ବେଳେବେଳେ ଭାବିଥିବା କଥା ବି ଭୁଲି ଯାଇଥାଇପାରେ। ହୁଁ। ମନେକର ମୁଁ ଗୋଟେ ଜିନିଷ ଭାବିଛି ଏଟାକୁ ଏମିତି କରିବି। ହୁଁ। ତା ଭିତରେ ବେଳେବେଳେ ମୋର ଆସିଷ୍ଟାଣ୍ଟ ଡିପାର୍ଟମେଣ୍ଟ ଟିମ୍ ଅଛନ୍ତି, ଆସୋସିଏଟ ଟିମ୍ ଅଛନ୍ତି। ସେମାନେ କହିବେ ନା ଭାଇ ଏଇଟା ଭଲ ଲାଗୁନି କାଇଁ ଏଟା କରିବେ। ତାମାନେ ଯଦି ମାଇଣ୍ଡକୁ ଲାଗିଲା ଯେ ହଁ ଏଇଟା ଏମିତି ହେଲେ ତ ଆହୁରି ଭଲ ଲାଗିବ, ହୁଁ। ଆକ୍ସେପ୍ଟ। ଯୋଉଟା ଠିକକୁ ମୁଁ ଆକ୍ସେପ୍ଟ କରେ। ଆଉ ମତେ ଲାଗେ ଫିଲ୍ମ ଇଜ ନଟ୍ ଆବାଉଟ ଦ ଡିରେକ୍ଟର୍ସ, ଫିଲ୍ମ ଇଜ ଡିରେକ୍ଟର୍ସ ମିଡିୟମ, ହୁଁ। ବଟ୍ ଟିମର ରେସ୍ପନ୍ସକୁ ବି ଆକ୍ସେପ୍ଟ କରିବା ହଉଛି ଗୋଟେ ଡିରେକ୍ଟରର କାମ ମତେ ଲାଗେ। ଗୋଟେ ଥର ରିଥିଙ୍କ କରିବାଟା ନିହାତି ଦରକାର। 100%। କିନ୍ତୁ ତାପରେ ଆପଣଙ୍କ ହିସାବରେ ହଁ ଡେଫିନେଟଲି। ସାର୍ ଅଶ୍ୱିନୀ ସାର୍ ଗୋଟେ ମୁଭି ଡିରେକ୍ଟ କରିବାକୁ କେତେ ନିଅନ୍ତି? ସେଇଟା ମୁଁ କହିବିନି। ସେଟା ପ୍ରାଇଭେଟ ଡିପେଣ୍ଡ କରେ ସିନେମାର ଡେଜ ଉପରେ, ସିନେମାର କାମ ଉପରେ, କେତେ ଦିନ ମୁଁ କାମ କରୁଛି, କଣ ରେସ୍ପନ୍ସିବିଲିଟି କେତେ ଅଧିକ ରହୁଛି ସେଇ ଉପରେ ଡିପେଣ୍ଡ କରେ। ସବୁ ମୁଭିରେ ଏଇଟା ଭ୍ୟାରି କରେ। ଆଜ୍ଞା। ସାର୍ ଆପଣ ଯେମିତି କହିଲେ ଆପଣଙ୍କ ଡେଟା ବହୁତ ବିଜି ଥାଏ। ସକାଳୁ ରାତି ପର୍ଯ୍ୟନ୍ତ ଆପଣ 6 ଘଣ୍ଟା ଶୁଅନ୍ତି, 2 ଘଣ୍ଟା ପରିବାରକୁ ଟାଇମ ଦିଅନ୍ତି। କେମିତି ଆପଣଙ୍କ ଡେ କେତେବେଳେ ଶୁଅନ୍ତି, କେତେବେଳେ ଉଠନ୍ତି? କୌଣସି ଟାଇମ ଟେବୁଲ ନଥାଏ। ଏବେ କାଙ୍ଗୁଲାର ଏଡିଟିଂ ଚାଲିଛି। ତ ମୁଁ ବାହାରୁଛି, ଆପଣଙ୍କ ଦେଖନ୍ତୁ ବର୍ତ୍ତମାନ ମର୍ଣ୍ଣିଂ ମାନେ ଆପଣଙ୍କ ସହିତ ଭେଟ ହେଲା, ଆପଣଙ୍କ ପରେ ମୁଁ ଏଇନା ବାହାରି ଯିବି, ଠିକ 11ଟାରୁ ଅଛି ଏଡିଟିଂ ଷ୍ଟାର୍ଟ ହବ। ତାର ସରିବାର କୌଣସି ସୀମା ନଥାଏ। ଯେପର୍ଯ୍ୟନ୍ତ ଭଲ ଲାଗିଲା ସେ ପର୍ଯ୍ୟନ୍ତ ଆମେ କରୁଥିବୁ। ଯେପର୍ଯ୍ୟନ୍ତ ମାଇଣ୍ଡ ରିଲାକ୍ସ ଥିବ, ଯେପର୍ଯ୍ୟନ୍ତ ମାଇଣ୍ଡ କହୁଥିବ ହଁ ଠିକ ଅଛି ଏଇଟା ମଜା ଲାଗୁଛି। ଯୋଉଠି ଟିକେ ଲାଗିବ ଯେ ନା ଆଜି ଆଉ ହଉନି, ପେସେନ୍ସ ପାଉନି, କାଲି କରିବା, ତ ସେଇଠି ଷ୍ଟପ ହେଇଯାଏ। ମ୍ୟାକ୍ସିମମ୍ ସେଟା ଚାଲେ ରାତି କେତେବେଳେ 1 ହେଇଯାଏ, 2ଟା ହେଇଯାଏ। ତ 2ଟାରେ ମୁଁ ରିଟର୍ନ କରୁ ଘରକୁ 3ଟା। ତ 3ଟାରେ ଶୁଏ, ପୁଣି ସକାଳ 6ଟାରେ ଉଠି ପଡେ। ମୁଁ ଲେଟରେ ଯେତେ ଶୋଇଲେ ବି ମର୍ଣ୍ଣିଂରୁ ଉଠି ପଡେ। ତାପରେ ଏଇ ଡେଲି ପ୍ରୋସେସ ଚାଲେ ଆଉ। ସାର୍ ଆଜ୍ ଏ ଡିରେକ୍ଟର ଆପଣ ସୁଟିଂ ଟାଇମରେ ରୁହନ୍ତି, ଆପଣ ଏଡିଟିଂ ଟାଇମରେ ରୁହନ୍ତି, ଆପଣ ରିଲିଜ ଟାଇମରେ ବି ରୁହନ୍ତି। ଏଡିଟିଂକୁ ବି ଆପଣ ପ୍ରପର ଦେଖନ୍ତି କେମିତି କଣ ସ୍କ୍ରିନ୍ ପ୍ଲେ ହବା ନହେଲେ ଦରକାର। ମତେ ଭଲ ଲାଗେନି ପର୍ସନାଲି। ସାର୍ ଏଇଟା ସବୁ ଡିରେକ୍ଟର କରନ୍ତି ନା ଆପଣ କରନ୍ତି? ମୁଁ ଦେଖିନି ଅନ୍ୟମାନଙ୍କ କଥା, କିନ୍ତୁ ମୁଁ କରେ। ଆପଣ କରନ୍ତି। ହୁଁ। ପ୍ରେରଣା ମ୍ୟାମଙ୍କ ସହିତ କେମିତି ଟାଇମ ସ୍ପେଣ୍ଡ କରନ୍ତି? କେତେବେଳେ ଟାଇମ ସ୍ପେଣ୍ଡ କରନ୍ତି? ସିଏ ତ ମାନେ ଯେମିତି କୁହନ୍ତି ବେଟର ହାଫ୍, ସିଏ ଆକ୍ଚୁଆଲି ହଉଛନ୍ତି ମୋର ବେଟର ହାଫ୍। ସିଏ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ମାନେ ସିଏ ତାଙ୍କର ପ୍ରଫେସନ ସହିତ ସିଏ ଫିଲ୍ମରେ ଆମର ଷ୍ଟାଇଲିଂ କରନ୍ତି। ମାନେ ଆପଣ ମୋ ଫିଲ୍ମରେ ଯେତେ ସବୁ କଷ୍ଟ୍ୟୁମ୍ସ ଡିଜାଇନିଂ ଦେଖୁଛନ୍ତି, ସେ ଷ୍ଟାଇଲିଂ ଡିପାର୍ଟମେଣ୍ଟ ହଉଛି ପ୍ରେରଣାଙ୍କର। ତେଣୁ ସିଏ ବି ମୋଷ୍ଟ ପ୍ରୋବାବଲି ସବୁ ଫିଲ୍ମରେ ଇନଭଲ୍ଭ ଥାନ୍ତି। ସିଏ ବି ଗୁଡାଏ ଜିନିଷ ଗାଇଡ କରନ୍ତି, ସପୋର୍ଟ କରନ୍ତି, ରୁହନ୍ତି ଟୋଟାଲ ଫିଲ୍ମରେ। କେବେ ଆମେ ଏମିତି ଦେଖିବୁ କି ଆପଣଙ୍କ ଡିରେକ୍ଟେଡ ମୁଭିରେ ପ୍ରେରଣା ମ୍ୟାମ ହିରୋଇନ କିମ୍ବା କୌଣସି ବି ଗୋଟେ ଆକ୍ଟିଂ ତାଙ୍କର କରୁଥିବେ? ଇଣ୍ଟରେଷ୍ଟ ଏତେ ନାହିଁ, ତାଙ୍କୁ ବହୁତ ଥର ଆକ୍ଟିଂରେ ପଚାରିଛି, ତାଙ୍କର ଇଣ୍ଟରେଷ୍ଟ ନାହିଁ। ଏମିତି କେବେ ଦେଖିବେ କି ଆପଣଙ୍କ ଡିରେକ୍ଟେଡ ମୁଭିରେ ଆପଣ ହିରୋ ଆଗକୁ ଯାଇକି, ଏବେ ତ ଆପଣ କରିବେନି ମନା କଲେ, ଆପଣ ହିରୋ ହେଇଥିବେ, ଆପଣ ମେନ୍ କ୍ୟାରେକ୍ଟର ହେଇଥିବେ? କହିହବନି। ମାନେ ସେମିତି ମାନେ ଡିପେଣ୍ଡ କରେ, ଯେ ମେକର ଥିବ ସିଏ ସେତିକି ଷ୍ଟ୍ରଙ୍ଗ ମେକର ଯଦି ଥିବ ଦେନ୍ ଆଇ ୱିଲ୍ କନଫିଡେଣ୍ଟଲି। ମେକର ମାନେ ପ୍ରୋଡ୍ୟୁସର? ଡିରେକ୍ଟର। ଡିରେକ୍ଟର ନାଇଁ, ଡିରେକ୍ଟର ମୁଁ ଯଦି କହୁଛି ଆପଣ ଡିରେକ୍ଟ କରୁଥିବେ, ଆପଣ ନା ମେନ୍ ସେଇଟା କ୍ୟାରେକ୍ଟର ମତେ ଥିବେ। ଲାଗେ ଯେ ଡିଫିକଲ୍ଟ ଟିକେ ହେଇପାରେ, ମାନେ କହି ହଉନି, ସେଟା ଡିପେଣ୍ଡ କରେ, କିନ୍ତୁ ବହୁତ ଡିଫିକଲ୍ଟ। ସାର୍ ଆଜିକା ଡେଟରେ ଆପଣଙ୍କ ଫେଭରେଟ ଆକ୍ଟ୍ରେସ କିଏ? ଫେଭରେଟ ଆକ୍ଟ୍ରେସ? ଆଜ୍ଞା, ଆଜିକା ଡେଟରେ ଆପଣଙ୍କୁ ଲାଗୁଛି ବହୁତ ଭର୍ସାଟାଇଲ, ସେ ସବୁ କ୍ୟାରେକ୍ଟର କରିପାରିବେ ଏମିତି? ମତେ ବହୁତ ଭଲ ଲାଗନ୍ତି କ୍ୟାଣ୍ଡି, ହୁଁ। ମହେଶ୍ୱତା ଆଣ୍ଟି। ହୁଁ। ତାଙ୍କ ପରଫରମାନ୍ସ ମତେ ବହୁତ ଭଲ ଲାଗେ। ହୁଁ। ତ ମୋର ଇଚ୍ଛା ଅଛି 2 ଜଣ ଗୋଟିଏ ଫିଲ୍ମରେ କେବେ ଆସିବେ, କିନ୍ତୁ ସାର୍ ସିଏ ତାଙ୍କୁ ତ ନେଇ କରିବି। ତାଙ୍କ ଉପରେ ତ ଆମେ ଆଉ କିଛି କହିପାରିବାନି ଏବେ ଆଜିକା ଡେଟରେ। ଆଜିକା ଜେନେରେସନ ସମସ୍ତେ ବହୁତ ୱେଲ୍ ଆଣ୍ଡ ଗୁଡ୍, ସମସ୍ତେ ବହୁତ ବଢିଆ ପରଫର୍ମ କରନ୍ତି। ସବୁ ଆର୍ଟିଷ୍ଟ ମାନଙ୍କର ଗୋଟେ ଭେରାଇଟି ଷ୍ଟାଇଲ ଅଛି। ଆପଣ ଅର୍ଚ୍ଚିତା ଦିଙ୍କ କଥା କୁହନ୍ତୁ, ଆପଣ ଏଲିନାଙ୍କ କଥା କୁହନ୍ତୁ, ଯେତେ ସବୁ ଆକ୍ଟ୍ରେସ ଅଛନ୍ତି, ସବୁ ଆକ୍ଟ୍ରେସ ମାନଙ୍କର ପରଫର୍ମାନ୍ସ, ଇଭେନ ସୂର୍ଯ୍ୟମୟୀଙ୍କ କଥା କୁହନ୍ତୁ, ଏବେ ରିସେଣ୍ଟଲି ବରବଧୁ କରିଛନ୍ତି, ଆମ କାଙ୍ଗୁଲାରେ ବି ଅଛନ୍ତି, ବହୁତ ବଢିଆ ପରଫର୍ମର, ଡେଡିକେଟେଡ ଆକ୍ଟ୍ରେସ। ଆକ୍ଟର ସମସ୍ତେ ବଢିଆ। ଆପଣ ବାବୁସାନଙ୍କ କଥା କୁହନ୍ତୁ, ଅନୁଭବ ଭାଇଙ୍କ କଥା କୁହନ୍ତୁ, ସବ୍ୟ ଭାଇଙ୍କ କଥା କୁହନ୍ତୁ, ଏବେ ରିସେଣ୍ଟ ଶୈଳେନ୍ଦ୍ର ବି ବହୁତ ବଢିଆ ପରଫର୍ମ କରନ୍ତି। ତାଙ୍କର ଫାଷ୍ଟ ଫିଲ୍ମ ମୋର ଥିଲା ଡେଲିଭରି ବୟ। ସବୁ ଫିଲ୍ମ ମାନେ ବର୍ତ୍ତମାନ ସବୁ ଆକ୍ଟର୍ସ ମାନେ ସମସ୍ତଙ୍କର ଗୋଟେ ଜୋନ୍ ଅଛି, ସମସ୍ତଙ୍କ ଗୋଟେ ଷ୍ଟାଇଲ ଅଛି। ତ ସମସ୍ତେ ବହୁତ ଭଲ ପରଫର୍ମ କରନ୍ତି, ଡିପେଣ୍ଡ କରେ ଡିରେକ୍ଟର ସେମାନଙ୍କୁ କେମିତି ୟୁଜ କରୁଛନ୍ତି। ସାର୍ ଆପଣ ଯେତେବେଳେ ମୁଭି ଡିରେକ୍ଟ କରିଛନ୍ତି, ଡେଲିଭରି ବୟ ଫାଷ୍ଟ କରିଥିଲେ ଶୈଳେନ୍ଦ୍ରଙ୍କ ସହିତ,
मोटरसाइकिल कले अभिषेक पण्डाଙ୍କ ସହିତ ସୀତା କଲେ ଦେବଯାନୀଙ୍କ ସହିତ ଆପଣଙ୍କୁ କେବେ ଲାଗେନି କି ମୁଁ ଗୋଟେ ଷ୍ଟାରଡମ ୟୁଜ କରିବି ମୋ ମୁଭିରେ ଲାଇକ ସୁଯୋଗ ମିଳିନି ମତେ। ଆଚ୍ଛା ଷ୍ଟାରଡମ ଯେବେ ର କେତେ ସୁଯୋଗ ମିଳିବ ମୁଁ ଇମ୍ପାକ୍ଟ ଥାଏ? କରିବି। ଇମ୍ପାକ୍ଟ ଦେଖନ୍ତୁ ଡେଫିନେଟଲି ଆପଣ ବଡ ଷ୍ଟାରଙ୍କ ସହିତ ସିନେମା କରିବେ ମାନେ ଆପଣଙ୍କର ଫାର୍ଷ୍ଟ ଡେ ହାଉସଫୁଲ ହବ। ହୁଁ ଯଦି ଆପଣଙ୍କର ଦମ ଥିବ ତାହେଲେ ପ୍ରଥମ 3 ଦିନ ପରେ ସିନେମା ଚାଲିବ। ଯଦି ଆପଣଙ୍କର ଦମ ନଥିବ 3 ଦିନ ପରେ ସିନେମା ଧୀରେ ଧୀରେ କମି ଯିବେ ଲୋକ। ହୁଁ ତାର ଉଲ୍ଟାଟା ହଉଛି କମନ ଆକ୍ଟର ମାନଙ୍କୁ ନେଇକି କଲେ, ନର୍ମାଲ ଆକ୍ଟର ମାନଙ୍କୁ ନେଇକି କଲେ ପ୍ରଥମ 3 ଦିନ ଆଭରେଜ ଚାଲିବ। ହୁଁ ତାପରେ ଯଦି କଣ୍ଟେଣ୍ଟରେ ଦମ ଥିବ ତାହେଲେ ସିନେମା ଉଡିକି ଚାଲିବ। ହୁଁ ତ ଦିସ୍ ଇଜ ଦ ଡିଫରେନ୍ସ ବିଟୱିନ୍ ବଡ ଷ୍ଟାର ଆଣ୍ଡ ନର୍ମାଲ ଷ୍ଟାର୍ସ। ସो ମୁଁ ଗୋଟେ ସିଚୁଏସନ ଦଉଛି ଗୋଟେ ସ୍କ୍ରିପ୍ଟ ଆସିଛି ଯୋଉଥିରେ ଆପଣଙ୍କୁ ଲାଗୁନି ସେଥିରେ ଅନୁଭବ ମ୍ୟାଚ୍ କରିବେ ବୋଲି ସେ କ୍ୟାରେକ୍ଟରରେ କିନ୍ତୁ ଅନୁଭବ ରାଜି ଅଛନ୍ତି ଆପଣଙ୍କ ସହିତ କରିବାକୁ ଆପଣ କରିବେ ସେଇଭଳିଆ ମୁଭି? ଦେଖନ୍ତୁ କିଏ ଫିଟ୍ ହବ ନ ହବ ସେଟା ତ ଷ୍ଟୋରି ଉପରେ ଡିପେଣ୍ଡ ହୁଁ କରେ। ଆଉ ମତେ ଲାଗେ ଯେ ଜଣେ ଫିଟ୍ ହଉନି କିନ୍ତୁ ଷ୍ଟୋରିରେ ସିଏ କହୁଛନ୍ତି ଫିଟ୍ ହେବେ। ହୁଁ ଆପଣ କେବେ ଭାବିଥିଲେ ବ୍ଲାକ୍ ଫିଲ୍ମ ଗୋଟେ ଆସିଥିଲା ଅମିତାଭ ବଚ୍ଚନଙ୍କର, ଦେଖିଛନ୍ତି? ନାଇଁ ସେମିତି ପା ବୋଲି ଗୋଟେ ଫିଲ୍ମ ଆସିଥିଲା ଅମିତାଭ ହୁଁ ବଚ୍ଚନଙ୍କର, ହୁଁ ସେଟା ବି ଦେଖିଥିବେ। ହୁଁ ଠିକ ଅଛି। ତ ପା ଫିଲ୍ମରେ ଆପଣ କେବେ ଭାବିଥିଲେ ଅମିତାଭ ବଚ୍ଚନ ଏ କ୍ୟାରେକ୍ଟର କରିପାରିବେ? ନା ହବନି। ହୁଁ କିନ୍ତୁ କଲେ କି ନାହିଁ? ହୁଁ ତ ଡିପେଣ୍ଡ କରେ ଡିରେକ୍ଟର ଉପରେ, ଡିରେକ୍ଟର ତାକୁ କେମିତି ରିପ୍ରେଜେଣ୍ଟ କରୁଛନ୍ତି। ହୁଁ ଗୋଟେ ଆକ୍ଟର ସବୁ ପ୍ରକାର ଆକ୍ଟିଂ କରିପାରିବ, ସବୁ ପ୍ରକାର ସ୍କ୍ରିପ୍ଟକୁ ଜଷ୍ଟିଫିକେସନ ଦେଇପାରିବ ଯଦି ତା ପାଖରେ ଗୋଟେ ବିଗ ସପୋର୍ଟ ହିସାବରେ ତା ଡିରେକ୍ଟର ତାକୁ ସପୋର୍ଟ କରୁଛି। ଆଚ୍ଛା ତ ଏଇଟା କମ୍ପ୍ଲିଟଲି ଡିପେଣ୍ଡ ଅପନ୍ ଡିରେକ୍ଟର, ସିଏ ଆକ୍ଟରକୁ କେମିତି ୟୁଜ କରୁଛି। ହୁଁ ଆପଣ ସବୁବେଳେ ଦେଖି ଆସୁଛନ୍ତି ଅନୁଭବ ମହାନ୍ତି, ସେ ସବୁବେଳେ ଷ୍ଟାଇଲରେ ଚାଲିବେ। ହୁଁ ଆମ୍, ତମର ବି ବାବୁସାନ ସବୁବେଳେ କମେଡି କରିବେ, କିନ୍ତୁ ବାବୁସାନଙ୍କ ଭଳିଆ ଆକ୍ଟର ଦମନ ଭଳିଆ ଫିଲ୍ମକୁ ସୁପରହିଟ କରିଦେଲା ନା ନାଇଁ? ହୁଁ ତ ଡିପେଣ୍ଡ ଅପନ୍ ଡିରେକ୍ଟର, ଡିରେକ୍ଟର ଯଦି ଭଲ ରହିଲେ ସିଏ ପ୍ରତ୍ୟେକଟି ଆକ୍ଟରର ଯେତେ ଭର୍ସାଟାଇଲିଟି ଆକ୍ଟିଂ ଅଛି ସେ ନେଇକି ୟୁଟିଲାଇଜ କରିକି ତାଙ୍କୁ ଆଗକୁ ନେଇପାରିବେ। ନିଶ୍ଚିତ ସାର୍ ମୁଁ ଗୋଟେ ମୁଭି ଦେଖିଥିଲି ହରି ସାରଙ୍କର ହୁଁ ଭୂମିକାଙ୍କ ସହିତ ଭୂମିକା ଛୋଟ ଝିଅ ହେଇଥିଲେ ରୁମକୁ ଜୁମାନା। ରୁମକୁ ହୁଁ ଜମାନା ସେ ଆମେ ହରି ସାରକୁ ଛୋଟ ବେଳୁ ଦେଖୁଛୁ କମେଡିଆନ ଆଉ ସେ କମେଡିଆନ ଆଉ ସେ ମୁଭି ଦେଖିକି ମୁଁ ଭାବୁନି କେହି ବି ଏମିତି ଥିବେ ଯାହାକିର ଟିକେ ଲୁହ ଗଡି ନଥିବ। ହୁଁ ହୁଁ। ତ ଠିକ କଥା କହିଲେ ସାର୍ ଯଦି ଡିରେକ୍ଟରଙ୍କ ହାତରେ ପାୱାର ଥିବ କାହାକୁ କିଛି ବି କରିଦେବ ଡିରେକ୍ଟର ଇଜ ଦ ସୁପରମ୍ୟାନ ଅଫ ଦ ମୁଭି ଆଜ୍ଞା ଆଜ୍ଞା ଆଜ୍ଞା। ଏମିତି With କହିପାରିବା। the full support of technical team. ହୁଁ ତାରେ ସାର୍ ଆକ୍ଟର ଆକ୍ଟ୍ରେସଙ୍କର କଣ ଭୂମିକା ଥାଏ? ସେମାନଙ୍କର ମୁଖ୍ୟ ଭୂମିକା ଥାଏ। ହୁଁ ସେମାନେ ଆମେ ଗୋଟେ ଜିନିଷକୁ ବୁଝେଇବୁ, ହୁଁ ଶିଖେଇବୁ, କିନ୍ତୁ ହୁଁ କରିବା ଦାୟିତ୍ୱ ତ ସେମାନଙ୍କର। ହୁଁ ସେମାନେ ପ୍ରପରଲି ତାକୁ ଯଦି ଜଷ୍ଟିଫିକେସନ ନ ଦେଇପାରିବେ, ଜୀବନ୍ତ ନ କରିପାରିବେ, ତାହେଲେ ତ ସବୁ ସରିଗଲା ନା। ହୁଁ ତେଣୁ ସବୁଠାରୁ ମୁଖ୍ୟ ଭୂମିକା ହଉଛି ଆର୍ଟିଷ୍ଟ ମାନଙ୍କର। ସେମାନେ ତାକୁ ଆମେ ବତଉଥିବା କଥାକୁ ପ୍ରପରଲି କରିବାର ଅଛି। ହୁଁ ଯଦି ପ୍ରପରଲି କରିଦେଲେ ଫିଲ୍ମ ଆଗକୁ ଚାଲିବ। ସାର୍ ଆଉ କିଛିଟା ଲାଷ୍ଟ କ୍ୱେଶ୍ଚନ ସାର୍ ଓଡିଆ ମୁଭି ବଲିଉଡ ମୁଭି ସାଉଥ ମୁଭି ବେଙ୍ଗଲୀ ମୁଭି ଆପଣ କଣ ଗ୍ୟାପ୍ ଦେଖନ୍ତି? କିଛି ମୁଁ ଦେଖେନି, ମୁଁ କେବଳ ଓଡିଆ ମୁଭି ହିଁ ଦେଖେ। ଆଉ କିଛି ଗ୍ୟାପ୍ ଆଉ ଦେଖନ୍ତି? କିଛି ଗ୍ୟାପ୍ ଦେଖେନି। ଗ୍ୟାପ୍ ଡିପେଣ୍ଡ କରେ ଆପଣମାନେ ଦେଖୁଛନ୍ତି ଭେରାଇଟି ପ୍ରକାର ଫିଲ୍ମ ଦେଖୁଛନ୍ତି, ଗୋଟେ ଫିଲ୍ ଫ୍ୟାକ୍ଟର। ହୁଁ ସବୁଠୁ ଅଧିକା ଫିଲ୍ ଫ୍ୟାକ୍ଟର ଆପଣ ଓଡିଆ ସିନେମାରେ ପାଇବେ। ହୁଁ କାହିଁକିନା ସେଠି ଆପଣଙ୍କ ନିଜର ଭାଷା ଅଛି, ହୁଁ ଆପଣ ନିଜର ଆର୍ଟିଷ୍ଟ ଅଛନ୍ତି। ଆପଣ ଅନେଷ୍ଟଲି ଆଜି ଯାଆନ୍ତୁ ହିନ୍ଦୀ ଫିଲ୍ମଟେ ଦେଖନ୍ତୁ, ଆପଣ ସାଉଥ ଫିଲ୍ମଟେ ଦେଖନ୍ତୁ, ଓଡିଆ ଫିଲ୍ମଟେ ଦେଖନ୍ତୁ। ହୁଁ ଓଡିଆ ଫିଲ୍ମରେ ଆପଣ 100% ଯଦି ଗୋଟେ ଭଲ ଓଡିଆ ଫିଲ୍ମ ଆପଣ ଦେଖୁଛନ୍ତି, ଗୋଟେ ଭଲ ଓଡିଆ ଫିଲ୍ମରେ ଆପଣଙ୍କ ଆଖିରୁ ଲୁହ ଝରିବ ହିଁ ଝରିବ। ହୁଁ ଆପଣଙ୍କୁ ଲାଗିବ ଏଟା ମୋ ନିଜର କଥାଟିଏ। ହୁଁ ତ ଯେତେ ଯାହା ହେଲେ ନିଜ ମାଟିର କଥା, ନିଜ ଆପଣ 100 ପିଜ୍ଜା ଖାଆନ୍ତୁ, ବର୍ଗର ଖାଆନ୍ତୁ, ପଖାଳର ଯୋଉ ଆନନ୍ଦ ସେଟା ଆଉ କେହି ଦେଇପାରିବେନି। ଆପଣ 100 ଅଦର ଲାଙ୍ଗୁଏଜର ଫିଲ୍ମ ଦେଖନ୍ତୁ, ଗୋଟେ ଭଲ ଓଡିଆ ସିନେମା ଆପଣ ଯଦି ଦେଖୁଛନ୍ତି, ତାର ପ୍ରପର ଫିଲିଂସ ଆଉ ଏଣ୍ଟରଟେନମେଣ୍ଟ ଆପଣଙ୍କୁ କୌଣସି ଅଦର ଲାଙ୍ଗୁଏଜର ଫିଲ୍ମ ଦେଇପାରିବନି। ହୁଁ ସାର୍ ଆପଣ ଯେମିତି କହିଲେ ଏବେ ରିୟଲିଷ୍ଟିକ ମୁଭି ବହୁତ ଚାଲିଛି ଆଗକୁ କିଛି ବର୍ଷ ପରେ ଚାଲିବ ଇମାଜିନେସନ ବାଲା ମୁଭି ଯେମିତି ହଲିଉଡରେ ଆମେ ଦେଖୁ ବହୁତ ସାରା ଆପଣ ଭାବୁଛନ୍ତି ଯେତେବେଳେ ଇମାଜିନେସନ ମୁଭି ଚାଲିବ ସେତେବେଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଟକ୍କର ଦେଇପାରିବ ଅଲଗା ଇଣ୍ଡଷ୍ଟ୍ରି ସହିତ? ଆମ ଛୁଆ ଗୁଡା ବଡ ହଉନାହାନ୍ତି କି? ହୁଁ ଆମ ଛୁଆ ମାନେ ବଡ ହେଲା ପରେ ତାଙ୍କ ମେଣ୍ଟାଲିଟି ବଦଳିଯିବ। ହୁଁ ତ ଟକ୍କର ଦେଇପାରିବନି କି? ସବୁଥିରେ ଡିପେଣ୍ଡ କରେ ଟେକ୍ନୋଲୋଜି, ଆପଣ କେତେ ଭାବିଛନ୍ତି, କଣ ଭାବୁଛନ୍ତି, ଆପଣ ଟେକ୍ନୋଲୋଜିକାଲି କେତେ ଡେଭଲପ ହଉଛନ୍ତି। ହୁଁ ଏଇ ସବୁ ଜିନିଷ ଆମେ ଯଦି ଡେଭଲପ କରିବା ତାହେଲେ ଯାଇକି ଆମେ ନୂଆ ଟାଇପର ଫିଲ୍ମ
ବାହାର କରିପାରିବା। ହୁଁ, ତେଣୁ ସବୁ ଜିନିଷକୁ ଯୁଗ ସହିତ ତାଳ ଦେଇକି ଆଗକୁ ନ ବଢିଲେ ଲୋକମାନଙ୍କ ଟେଷ୍ଟ ବଦଳିଯିବ ନା। ହୁଁ। ତ ଲୋକଙ୍କ ଟେଷ୍ଟ ହିସାବରେ ଆମକୁ ଚାଲିବାକୁ ପଡିବ। ସାର୍ ଆଉ ଗୋଟେ କ୍ୱେଶ୍ଚିନ୍ ମୋର ଯେତେବେଳେ ବି ଆମେ ମୁଭି ପ୍ରଡ୍ୟୁସର ଡିରେକ୍ଟରଙ୍କୁ ପଚାରୁ କଣ ପାଇଁ ମୁଭି ଟିକେ ଗ୍ୟାପ୍ ରହୁଛି ସେମାନେ କୁହନ୍ତି ଆମର ବଜେଟର ଇସ୍ୟୁ। ଯଦି ବଜେଟର ଇସ୍ୟୁଟାକୁ ଆମେ କାଢିଦବା ହୁଁ। ତାହେଲେ ଆମେ କଣ ସାଉଥ ମୁଭି ଭଳିଆ ବଲିଉଡ ମୁଭି ଭଳିଆ ମୁଭି ଆମେ ଦେଇପାରିବା ଓଡିଆ ଆମେ ଇଣ୍ଡଷ୍ଟ୍ରିରେ ଓଡିଆ ମୁଭି ଭଳିଆ ବଢିଆ ଓଡିଆ ମୁଭି ଦେଇପାରିବା। ଆମେ କାହିଁ ସେତିକି ଲୋକପ୍ରିୟ ଆମେ ଦେଇପାରିବା? କାହିଁକି କମ୍ପେୟାର କରିବା ଯେ ସାଉଥ ମୁଭି ଭଳିଆ ବଲିଉଡ ମୁଭି ଭଳିଆ ହୁଁ ଦରକାର ନାହିଁ। ଆମେ ଓଡିଆ ମୁଭି ଭଳିଆ ବଢିଆ ଓଡିଆ ମୁଭି ଦେଇପାରିବା। ହୁଁ ସେଇଟା ବୋଧେ ହୁଏ ଆମ ଅଡିଏନ୍ସଙ୍କର ଆମର ଟିକେ ଭୁଲ ରହିଯାଉଛି। କିଛି ଭୁଲୁନି ଆମେ ସମସ୍ତେ ସବୁବେଳେ ସେମାନେ ଆମ କମ୍ପେୟାର କରିବା। ଅଡିଏନ୍ସ ମାନଙ୍କୁ କେବେ ଆମେ ଦୋଷ ଦେବା କଥା ନୁହଁ। ଆମେ ହୁଁ ଅଡିଏନ୍ସ ମାନେ ତାଙ୍କ ଜାଗାରେ ଯାହା ଅଛନ୍ତି ବେଷ୍ଟ। ଆଉ ଆମ ଓଡିଆ ସିନେମା ଧୀରେ 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 ସେମାନଙ୍କୁ ଭଲ ଲାଗିଲାଣି। ଆପଣ ହୁଁ ଏବେକା ଜେନେରେସନରେ ଯୋଉମାନେ ଓଡିଆ ଫିଲ୍ମ ଦେଖୁଛନ୍ତି ସେମାନେ କେବେ କହିବେନି ଯେ ଆମ ଓଡିଆ ଫିଲ୍ମ ଖରାପ ହଉଛି ବୋଲି। ହୁଁ ଯୋଉମାନେ ଦେଖୁନାହାନ୍ତି ସେମାନେ କମେଣ୍ଟ କରୁଛନ୍ତି। ହୁଁ ଯୋଉମାନେ ଦେଖିଛନ୍ତି ଯୋଉମାନେ ବରବଧୁ ଦେଖିଛନ୍ତି ସେମାନେ କେବେ କହିବେନି ଯେ ଆମ ଓଡିଆ ଫିଲ୍ମ ଖରାପ ହୁଏ। ହୁଁ ଯୋଉମାନେ ମୋଟର ସାଇକେଲ ଦେଖିଛନ୍ତି ସେମାନେ କେବେ କହିବେନି ଆମ ଓଡିଆ ଫିଲ୍ମ ଖରାପ ହଉଛି ବୋଲି। ହୁଁ ଯୋଉମାନେ ବୋଉ ବୁଟୁ ଭୂତ ଦେଖିଛନ୍ତି ସେମାନେ କେବେ କହିବେନି ଆମ ଓଡିଆ ଫିଲ୍ମ ଖରାପ ହଉଛି ବୋଲି। ହୁଁ ଯୋଉମାନେ କର୍ମ ଦେଖିଛନ୍ତି ସେମାନେ ବି କେବେ କହିବେନି ଆମ ଓଡିଆ ଫିଲ୍ମ ଖରାପ ହଉଛି ବୋଲି। ତ ଫିଲ୍ମ ଦେଖୁଥିବା ଲୋକ ବର୍ତ୍ତମାନ ଜେନେରେସନରେ ସମସ୍ତେ ଭଲ ପାଇବା ଦେଇ ଆସିଛନ୍ତି ଆଉ ଆଗକୁ ବି ଦେବେ। ହୁଁ ଆଉ ଆମ ମେକର୍ସ ମାନେ ସମସ୍ତେ ସିରିୟସ୍ ଅଛନ୍ତି ଲୋକମାନଙ୍କୁ କେମିତି ଫୁଲ୍ ଅନ୍ ଏଣ୍ଟରଟେନମେଣ୍ଟ ଦେବେ ଆଉ ସେମାନଙ୍କର ପଇସା ବସୁଲ ହେଲା ଭଳିଆ ସିନେମା ସେମାନଙ୍କୁ ଭେଟି ଦେବେ। କ୍ରିଟିସିଜମକୁ ଅଶ୍ୱିନୀ ସାର୍ କେମିତି ନିଅନ୍ତି? କ୍ରିଟିସିଜମ ହବା ଦରକାର ଡିପେଣ୍ଡ କରେ କେତେବେଳେ କଣ କିଏ କ୍ରିଟିସାଇଜ କରିଦେବେ କିଏ କଣ କରିବେ। ଓକେ ଠିକ ଅଛି। କେବେ କ୍ରିଟିସିଜମକୁ ଆନାଲାଇଜ କରିଛନ୍ତି କି ହଁ ଆ ଉପରେ ମତେ କାମ କରିବା ଦରକାର ନାଇଁ ଏଇଟା ଏଇ କ୍ରିଟିସିଜମଟା ଏମିତି ହିଁ ଥିଲା? ସେଇଥିରେ ଯଦି ମୁଁ ସମୟ ଦେବି ମୁଁ ଫିଲ୍ମକୁ କେତେବେଳେ ସମୟ ଦେବି? ଆପଣଙ୍କ ମୁଭିର କ୍ରିଟିସିଜମକୁ ଆପଣ ଦେଖନ୍ତି କି ନାଇଁ? କିଛି ଦେଖେନି ସବୁବେଳେ ଭୁଲକୁ ଦେଖେ। ମୁଁ ପୂର୍ବ ଫିଲ୍ମରେ କଣ ଭୁଲ କଲି ହୁଁ ସେ ଭୁଲଟାକୁ ମୁଁ ରେକ୍ଟିଫାଏ କରେ। ହୁଁ କଣ ହୁଏ କଣ ନାହିଁ ସେଟା ହଉଛି ସେଥିରେ ମତେ କିଛି ମିଳିବ କି କିଛି ମିଳିବନି। କିନ୍ତୁ କ୍ରିଟିସିଜମରେ ଆପଣ ଅଡିଏନ୍ସର ଟେଷ୍ଟ ଜାଣିପାରିବେ। ସେଇଆ ପା କହିଲି ମୋ ଭୁଲଟାକୁ ମୁଁ ଦେଖେ ମୋର ହୁଁ ଭୁଲଟା ଏଇଠି ରହିଯାଇଛି କି ଏଇଟା ଏଇଟା ମତେ ନ କରିଥିଲେ ହେଇଥାନ୍ତା କି ହୁଁ ଏଇ ଜିନିଷଟା ଆଉ ଟିକେ ଡେଭଲପ କରିପାରିବି କି ତ ସେ ସବୁ ଜିନିଷକୁ ମୁଁ ରେକ୍ଟିଫାଏ କରେ। ମୁଁ ହୁଁ ନିଜ ଫିଲ୍ମକୁ ଦେଖେ ମୋ ନିଜ ଫିଲ୍ମର ଭୁଲକୁ ମୁଁ ନିଜେ ବାହାର କରେ ଆଉ ତାକୁ ମୁଁ ରେକ୍ଟିଫାଏ କରେ। ହୁଁ ସାର୍ ଏତେ ବର୍ଷ ଇଣ୍ଡଷ୍ଟ୍ରି ଭିତରେ ରହିଛନ୍ତି ଏତେ ସମୟ ଆମେ କଥା ହେଲେ ଆପଣ କେବଳ ପଜିଟିଭ 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 କଥା କହିଲେ। କଣ ନେଗେଟିଭିଟି ଅଛି ଆମ ଇଣ୍ଡଷ୍ଟ୍ରି ଭିତରେ? କିଛି ନାହିଁ ମନ ଆମ ମେଣ୍ଟାଲିଟିରେ ଯୋଉ ନେଗେଟିଭିଟି ଅଛି ସେଟାକୁ କାଢିକି ଫୋପାଟ କରିଦେବାର ଅଛି। ବଟ ହୁଁ ଗୋଟେ ସୁନ୍ଦର ଇଣ୍ଡଷ୍ଟ୍ରି ହଉଛି ଆମ ସିନେମା ଇଣ୍ଡଷ୍ଟ୍ରି। ହୁଁ ସାର୍ ଆଜି ଡିରେକ୍ଟର ଭିତରେ ଟିକେ ଥାଏ କି ଟକ୍କର ଟିକେ ଜେଲସ୍ ଥାଏ କି? ଜମା ନଥାଏ। ମୁଁ ବହୁତ ଭଲ ପାଏ। ମୋର ଫେଭରେଟ ଡିରେକ୍ଟର ହଉଛନ୍ତି ଅନୁପମ ପଟ୍ଟନାୟକ। ମୋର ହୁଁ ଫେଭରେଟ ଡିରେକ୍ଟର ହଉଛନ୍ତି ଦେବୀ ଭାଇ ବିଶାଲ ଭାଇ। ମୋର ଫେଭରେଟ ଡିରେକ୍ଟର ହଉଛନ୍ତି ତାପସ ଭାଇ ଅଶୋକ ଭାଇନା ହେଲେ ପ୍ରଶାନନ୍ଦ ସାର୍ ହେଲେ ସବ୍ୟସାଚୀ ସାର୍ ହେଲେ ଗଦାଧର ସାର୍ ହେଲେ ବହୁତ ଭଲ ଭଲ ଡିରେକ୍ଟର୍ସ ବର୍ତ୍ତମାନ ରିସେଣ୍ଟ ପିରିୟଡରେ ଅଛନ୍ତି ଯୋଉମାନେ କି ବହୁତ ଭଲ ଭଲ କାମ କରୁଛନ୍ତି। ରାଜା ଡି ଅଛନ୍ତି ରାଜା ମହନ୍ତ ଅଛନ୍ତି ପିଆରପି ଅଛନ୍ତି ଏବେ ନୂଆ କରି ଗୋଟେ ପିଲାଟେ କାମ କରୁଛି ଦିବ୍ୟ ଅଛନ୍ତି ବହୁତ ପିଲାମାନେ ଅଛନ୍ତି ଯୋଉମାନେ କି ବହୁତ ଭଲ ଭଲ କାମ କରୁଛନ୍ତି। ହୁଁ ଅଲ୍ ଡିରେକ୍ଟର୍ସ ମତେ ଲାଗେ ଯେ ସେମାନେ ହଉଛନ୍ତି ମୋ ଫ୍ୟାମିଲିର ଗୋଟେ ଗୋଟେ ମେମ୍ବର୍ସ ଆଣ୍ଡ वी ଅଲ୍ ଆର୍ ବ୍ରଦର୍ସ। ଆମେ ସମସ୍ତେ ଭଲ କାମ କରିବା ଦରକାର। ଆମେ ସମସ୍ତେ ମିଶିକି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନବା ଦରକାର। ନିଶ୍ଚିତ ସାର୍ ସେଥିପାଇଁ ବୋଧହୁଏ ଆମ ଓଡିଆ ଇଣ୍ଡଷ୍ଟ୍ରି ଗ୍ରୋ କରୁଛି ଏବେ। ଆଜ୍ଞା ଆଜ୍ଞା ଆଜ୍ଞା। ସାର୍ ଓଡିଆ ଇଣ୍ଡଷ୍ଟ୍ରିକୁ ଏବେ ଆପଣ କୋଉଠି ଦେଖୁଛନ୍ତି ଆଉ କୋଉଠିକି ଯିବା ଦରକାର ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ ମୁଁ ଦେଖୁଛି ଅଡିଏନ୍ସ ମାନଙ୍କ ଆଖିରେ ହୁଁ ଆଉ ସବୁବେଳେ ଅଡିଏନ୍ସ ମାନଙ୍କ ଆଖିରେ ହିଁ ଆମ ଓଡିଆ ଇଣ୍ଡଷ୍ଟ୍ରି ଥାଉ। ହୁଁ ବହୁତ ଉପରକୁ ଗଲେ ଗଳି ପଡିବାର ସମ୍ଭାବନା ଅଛି ବହୁତ ହୁଁ ମଝିରେ ବି ନାହିଁ କି ବହୁତ ତଳେ ବି ନାହିଁ। ଲୋକ ପ୍ରତ୍ୟେକଟି ଲୋକମାନଙ୍କ ଆଖିରେ ଅଛି ଯୋଉ ଆପଣ ଯେମିତି କହିଲେ କି 1,00,000 କି 2,00,000 ଲୋକ ଓଡିଆ ଲୋକ ଆଖିରେ ଓଡିଆ ସିନେମା ଅଛି ସେଟା 4.5 କୋଟି ଲୋକଙ୍କ ଆଖିରେ ଓଡିଆ ସିନେମା ରହୁ ସେଇଟା ଏତିକି ମୋର ବୋଧେ ଆଶା। ହୁଏ ସକ୍ସେସ୍ ଓଡିଆ ସିନେମାର। ନିଶ୍ଚିତ ସାର୍ ଏବେ ତ ବହୁତ ଭଲ ଭଲ ମୁଭି ଆସୁଛି ଆଗକୁ ବହୁତ ଭଲ ଭଲ ମୁଭି ଆସୁ ଆଉ କାଙ୍ଗୁଲା ପାଇଁ ସାର୍ ବହୁତ ବହୁତ ସାରା ୱିଶେସ୍ କି ବହୁତ ହଲ୍ ଫୁଲ୍ ହଉ ସମସ୍ତେ ଆସନ୍ତୁ ଦେଖିବାକୁ। ଥ୍ୟାଙ୍କ ୟୁ ସାର୍ ଆପଣ ଆସିଲେ ବହୁତ ସମୟ ଦେଲେ ବହୁତ କଥା ହେଲେ ଥ୍ୟାଙ୍କ ୟୁ ସୋ ମଚ୍। ଥ୍ୟାଙ୍କ ୟୁ ଭେରି ମଚ୍। ଓକେ ସାର୍ ଆପଣଙ୍କୁ ପଡକାଷ୍ଟ କେମିତି ଲାଗିଲା? ବହୁତ ବଢିଆ ଲାଗିଲା ଆପଣଙ୍କର ପୋଡକାଷ୍ଟ ଆଉ ପ୍ରେଜେଣ୍ଟେସନ ଷ୍ଟାଇଲ ବହୁତ ବଢିଆ। ଥ୍ୟାଙ୍କ ଆଉ ୟୁ ସାର୍। ଆପଣ ଏଟାକୁ ଏମିତି କଣ୍ଟିନ୍ୟୁ କରନ୍ତୁ। ଦେଖିବେ ଆପଣଙ୍କ ପୋଡକାଷ୍ଟକୁ ବି ଲୋକମାନେ ଚାହିଁବେ ଯେ ଆମେ କେବେ ଏ ପୋଡକାଷ୍ଟକୁ ଯିବୁ। ନିଶ୍ଚିତ ସାର୍ ଆପଣଙ୍କ କଥା ସତ ହଉ। ସାର୍ ଆଉ ଗୋଟେ ଲାଷ୍ଟ କ୍ୱେଶ୍ଚନ ପଚାରିବି ଯେହେତୁ
ଯେହେତୁ ଆପଣ ଆଙ୍କର ଥିଲେ, ଆପଣ ପଡକାଷ୍ଟିଂକୁ ଏବେ କେମିତି ଦେଖୁଛନ୍ତି? ବହୁତ ବଢିଆ ଜିନିଷ। ହୁଁ। ତ ଏଇଟା ହବା କଥା। କାହିଁକିନା ପୋଡକାଷ୍ଟ ମାଧ୍ୟମରେ ଲୋକମାନେ ନିଜ ନିଜର କଥାକୁ ବହୁତ ଲଙ୍ଗ ଟାଇମ ଧରିକି ଏକ୍ସପ୍ଲେନ କରିପାରୁଛନ୍ତି। କାହିଁକିନା ଗୋଟେ ଟାଇମ ଥିଲା ଯୋଉ ସମୟରେ ଗୋଟେ ଲିମିଟ ପିରିୟଡ ଥିଲା। ହୁଁ। 15 ମିନିଟ୍ ଭିତରେ ସାରିବାର ଅଛି କି ଅଧଘଣ୍ଟା ଭିତରେ ସାରିବାର ଅଛି। ତ ଅ, ପଚାରୁଥିବା ଲୋକର ଅନେକ ଗୁଡେ କଥା ରହିଯାଉଥିଲା ଆଉ ହୁଁ। କହୁଥିବା ଲୋକର ଅନେକ ଗୁଡେ କଥା ରହିଯାଉଥିଲା। ହୁଁ। ତ ତାର ଗୋଟେ ବେଟର କ୍ଲାରିଫିକେସନ ହଉଛି ପୋଡକାଷ୍ଟ। ହୁଁ। ନିଶ୍ଚିତ ସାର୍। ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ସାର୍। ୟୁ ସୋ ମଚ୍।